ଜାଣିଲା ପରେ ତାପରେ ଆସ୍ତେ ଆସ୍ତେ ତାଙ୍କର ଦେହ ଖରାପ ହେଲା ଏବଂ କାଲି ରାତି 11:30 ଭିତରେ ହବ ରାହୁଲଙ୍କର ଜେଜେମା ଏକ୍ସପାର୍ଟ କରିଗଲେ ଆଜ୍ଞା ଏମ୍ସ ହସ୍ପିଟାଲ। ଗୋଟେ ପରିବାରକୁ ବଦନାମ କରନ୍ତୁ ନାହିଁ ଆଜ୍ଞା। ଆଉ ସେମାନେ ବହୁତ ମାନେ ଯେହେତୁ ମାର କୋଳ ଶୂନ୍ୟ ହେଇଛି ଏବଂ ଭଉଣୀର ଭାଇ ପଳେଇଛି, ସେ ରାକ୍ଷୀ ହାତରେ କାହା ହାତରେ ବାନ୍ଧିବ? ମା ତୁ ଟିକେ ନ ଆସିଲେ ମୋତେ ଭଲ ଲାଗୁନି, ମୋ ପୁଅ ତ ଚାଲିଗଲା, ଆଉ ଏପଟେ କେସ୍ କଥା କିଏ ବୁଝିବ? ରାହୁଲ ଗଲା ପରେ ହିଁ ଏଇ ଫାଙ୍କ ସୃଷ୍ଟି ହେଲା ଏବଂ ଯେହେତୁ ତାଙ୍କର ଗୋଟିଏ ଝିଅ, ସେମାନେ ନିର୍ଯାତନାର ତ ସିଏ ନିଜେ ତାଙ୍କର ଭାଙ୍ଗି ପଡ଼ିଛନ୍ତି। ନିର୍ଯାତନା କିଏ କେତେବେଳେ କାହାକୁ ଦେବ? ଏ ଘଟଣାଟି ଅଲରେଡ଼ି 16-17 ଦିନ ତଳୁ ଅଲରେଡ଼ି ଘଟି ସାରିଛି ଏବଂ ମୋ ପାଖକୁ ବି ଫୋନ୍ ବି ଆସିଥିଲା। ସହିଲେ ରହିବା, ନ ସହିଲେ କଥା ପଦାକୁ ଯିବ, ଘର କଥା ବାହାରକୁ ଯିବ। ତେଣୁ ଟିକେ ସହି ଯାଆନ୍ତୁ, ଦେଖିବା କ'ଣ ହେଉଛି। ଆପଣ ଦେଖିପାରିବେ ରାହୁଲଙ୍କର ବାପା ବି ଅଲରେଡ଼ି ଡିସକ୍ଲୋଜ୍ କରିସାରିଛନ୍ତି। ମୁଁ ତାଙ୍କଠୁ ଟଙ୍କାଟି ଆଜ୍ଞା ଫିସ୍ ମାଗି ନାହିଁ ଏପର୍ଯ୍ୟନ୍ତ। ମୁଁ କହିଲି ମା କ'ଣ ହେଇଛି? ତ ଭେଁ ଭେଁ କାନ୍ଦିଲେ, ଅଧୈର୍ଯ୍ୟ ଭାବରେ କାନ୍ଦିଲେ। ମୁଁ କହିଲି କ'ଣ ମୋ ପଛରେ ଏଇଟା ଭୁଲ ହେଇଗଲା କି? ଆମର ଆଉ ହୃଦୟ ଭିତରେ ଚେତନା ଏ ଆଉ କିଛି ନାହିଁ। କଟା ପଇସା ଆମେ କେତେ ଖାଇଛୁ ଆଜ୍ଞା? ଆପଣଙ୍କର ଖାଇଛୁ? ପଚାରି ବୁଝୁନାହାନ୍ତି। ଯିଏ ତମଠୁ ବନ୍ଧୁବାନ୍ଧବ ହିସାବରେ ପଇସା ନେଇଥିବ, ପଇସା ମାଗିବ ମାନେ ତାକୁ ତମେ ସୋସିଆଲ ମିଡ଼ିଆରେ ପୁରା ମାନେ ତେଲ ଲଗେଇକି ସାବୁନ ଲଗେଇକି ଧୋଇବ। ଦର୍ଶକ ବନ୍ଧୁ, ରାହୁଲ ମହାରଣାଙ୍କ ହତ୍ୟାକାଣ୍ଡ ଆଜିକୁ 3 ମାସ ପୁରିଛି। 3 ମାସ ପୂର୍ବେ ରାହୁଲ ମହାରଣାଙ୍କୁ ହତ୍ୟା କରିଥିଲେ ଏବଂ ତାହା ସମଗ୍ର ଓଡ଼ିଶାକୁ ସ୍ତବ୍ଧ କରିଥିଲା। କିନ୍ତୁ ଏବେ ସେହି ମୃତକ ରାହୁଲ ମହାରଣାଙ୍କୁ ନେଇ ବିବାଦ। ତାଙ୍କ ସ୍ତ୍ରୀ ତୃଷ୍ଣା ଆଣିଛନ୍ତି ରାହୁଲ ମହାରଣାଙ୍କ ପରିବାରକୁ ନେଇ ଅନେକ ବିବାଦ। କେତେବେଳେ କହୁଛନ୍ତି ମୋର 50 ଲକ୍ଷ ଟଙ୍କାର ସୁନା ରାହୁଲ ମହାରଣାଙ୍କ ବାପା ମା ତାଙ୍କ ଭାଇ ଭଉଣୀ ଖାଇଗଲେ। କେତେବେଳେ କହୁଛନ୍ତି ତୃଷ୍ଣା ମୋତେ ଶାରୀରିକ ମାନସିକ ନିର୍ଯାତନା ଦେଇଛନ୍ତି, ତ କେତେବେଳେ କହୁଛନ୍ତି ମୁଁ ଜଣେ ହାର୍ଟ ରୋଗୀ ଥାଇ ମଧ୍ୟ ମୋତେ ସେମାନେ ନିର୍ଯାତନା ଦେଇଛନ୍ତି। ଏମିତି ଅନେକ କଥା ଉଠାଉଛନ୍ତି ରାହୁଲଙ୍କ ସ୍ତ୍ରୀ ତୃଷ୍ଣା। ବର୍ତ୍ତମାନ ପାଇଁ ଆମେ ସେ ବିଷୟରେ ଆଲୋଚନା କରିବା। ବାସ୍ତବରେ କ'ଣ ଅଛି ଏ ଘଟଣାର ପ୍ରକୃତ ରହସ୍ୟ? ଏବେ ଆମ ସହିତ ଅଛନ୍ତି ରାହୁଲଙ୍କ ଆଡ଼ଭୋକେଟ୍ ନିହାର ରଞ୍ଜନ ଓଝା। ଆମେ ତାଙ୍କ ସହିତ ଆଲୋଚନା କରିବା ବାସ୍ତବିକ କ'ଣ ଘଟଣାର ସତ୍ୟାସତ୍ୟ, ଆଉ କିଏ ପ୍ରକୃତ ଭିକ୍ଟିମ୍, ଆଉ ବାସ୍ତବରେ ଦୋଷୀକୁ ଦଣ୍ଡ ମିଳିବ କି ନାହିଁ। ସାର୍ ଆପଣଙ୍କୁ ସ୍ୱାଗତ। ଆଜ୍ଞା ନମସ୍କାର। ଆଜ୍ଞା ସାର୍, ଜାଣିଥିବେ ରାହୁଲ ମହାରଣାଙ୍କୁ ଆଜିକି 3 ମାସ ତଳେ ହତ୍ୟା ହେଇଥିଲା। ସାର୍ 3 ମାସ ପୁରିଛି, କିନ୍ତୁ ତାଙ୍କ ସ୍ତ୍ରୀ ଏବେ ଅନେକ ବିବାଦ ଆଣୁଛନ୍ତି। ପ୍ରଥମ ବିବାଦ ହେଉଛି ସେ ପୋଲିସ ନେଇ ରାହୁଲ ମହାରଣା ଘରେ ପଶିଥିଲେ ଏବଂ କହୁଛନ୍ତି ସବୁ ଜିନିଷ ନେଲେ, କହୁଛନ୍ତି ମୋର 50 ଲକ୍ଷ ଟଙ୍କାର ସୁନା ଅଳଙ୍କାର ସବୁ ନେଇ କେବଳ ଖୋଳ ରଖିଛନ୍ତି। ବାସ୍ତବିକ ତାର କେତେ ସତ୍ୟାସତ୍ୟ ଅଛି ସାର୍? ଆଜ୍ଞା ମୁଁ ସେ ବିଷୟରେ କିଏ କହୁଛି କ'ଣ ନ କହୁଛି ମୁଁ ତ ସେ ବିଷୟରେ କହିପାରିବିନି, ପାରିବାରିକ କଥା। ମୋତେ ଫୋକସ୍ କରିବାର ଅଛି ଏଇ ଯେଉଁ 1-3-2026 ସଚିନ କୁମାର ନାୟକ ଯେଉଁ ଏତଲା ଦେଇଛନ୍ତି, ସେହି ଆଧାରରେ କେସ୍ ରେଜିଷ୍ଟ୍ରେସନ୍ ହେଇଛି ମଞ୍ଚେଶ୍ୱର ଥାନାରେ। ମଞ୍ଚେଶ୍ୱର PS କେସ୍ ନମ୍ବର 144/1 1-3-2026 ଅଣ୍ଡର ସେକ୍ସନ୍ 1031 ଆଉ 35 ଆଉ ମର୍ଡ଼ର, ଆଉ 35 ହେଉଛି କମନ୍ ଇଣ୍ଟେନସନ୍। ଆଉ ଏଥିରେ ମୁଦାଲା ହେଉଛନ୍ତି ସତୁରା ଆଲିଆ ସଂଗ୍ରାମ କେଶରୀ ବେହେରା। ଇଏ ହେଉଛି ଗୋଟେ ମିଲିଟାରୀ ପର୍ସନ୍। ଆଉ ସନ୍ ଅଫ୍ ଲେଟ୍ ଶ୍ୟାମ ସୁନ୍ଦର ବେହେରା, ଆଉ ମୁନା ଆଲିଆ ସମରେନ୍ଦ୍ର ବେହେରା ବୟସ 20, ଆଉ ସନ୍ ଅଫ୍ ସୁଦର୍ଶନ ବେହେରା। ଆଉ ଜଣେ ହେଉଛି କୁନା ଆଲିଆ ସଂଗ୍ରାମ ବେହେରା, ଆଉ ତାଙ୍କର ବାପା ନାଁ ହେଲା ସୁଦର୍ଶନ ବେହେରା। ଏମାନେ ହେଉଛନ୍ତି ଗାଁ ମାନପୁର ଥାନା କାନପୁର ଡିଷ୍ଟ୍ରିକ୍ଟ କଟକ। ଆଉ ଏବେ ସେମାନେ ଆଟ୍ ପ୍ରେଜେଣ୍ଟ ରହୁଥିଲେ, ମୁଦାଲାମାନେ ଆଟ୍ ପ୍ରେଜେଣ୍ଟ L/112B ଜିଜିପି କଲୋନୀ ନିୟର ଲକି ଷ୍ଟୁଡ଼ିଓ ଥାନା ମଞ୍ଚେଶ୍ୱରରେ ରହୁଥିଲେ ମୁଦାଲା। ସାର୍ ଆପଣ ରାହୁଲ ମହାରଣାଙ୍କ ଆଡ଼ଭୋକେଟ୍ ଅଛନ୍ତି। ସାର୍ ତାଙ୍କ ସ୍ତ୍ରୀ ତୃଷ୍ଣା ଆପଣଙ୍କୁ ରାହୁଲ ମହାରଣାଙ୍କ ମର୍ଡ଼ର କେସ୍ରେ ହେଲ୍ପ କରନ୍ତି ଏବଂ ସାର୍ ଆପଣ କେବେଠୁ ଜାଣିଲେ ଯେ ତୃଷ୍ଣା ତାଙ୍କ ଶାଶୁ ଘରେ ନ ରହି ନିଜ ବାପ ଘରେ ରହୁଛନ୍ତି? ଆପଣ କେବେ ଜାଣିଲେ ଏବଂ କେବେଠୁ ତୃଷ୍ଣା ଶାଶୁ ଘରେ ନ ରହି ବାପ ଘରେ ଯାଇ ରହୁଛନ୍ତି? ଆଜ୍ଞା ମୁଁ ସେ ଯେଉଁ ରାହୁଲ କେସ୍ରେ ଯେତେବେଳେ ମୋ ପାଖକୁ ଆସିଲା, ସେତେବେଳେ ରାହୁଲଙ୍କର ଭିଣେଇ ଏବଂ ତାଙ୍କର ରାହୁଲଙ୍କ ୱାଇଫ୍ଙ୍କର ମଉସା
सी आमर आडभोकेट भाई आमर जड़े कटक प्रैक्टिस करछंती एवं सी आसतिले एवं राहुल को भिड़े आसतिले एटी बसी कथा होला परे कहले जे आमे आपन को इनफॉर्मेंट तरफ एनगेज करया पे चाहूछु किपरि केस टी सुपरिचालना पाई आगे शुणु इनफॉर्मेंट तरफ केस लड़बार प्राविधान भितर आमर पावर इज वेरी लिमिटेड कहीं आमे जेहेतु इनफॉर्मेंट तरफ आक्यूज तरफ आम लड़ुनु आम इनफॉर्मेंट तरफ मुझे बाबद 338 BNSS भारतीय नागरिक सुरक्षा संहिता अनुसार पिटिशन स्पेशल पिटिशन फाइल करी कोर्ट ग्रहण कले एवं एडमिट कले एवं मते एंगेज कले होची टू कोऑपरेट विथ दी असिस्टेंट एपीपी तल कोर्ट रे आउ से अनुसार मु सर्टिफाइड कॉपी भी बाहर कर दीची आउ सर्टिफाइड कॉपी बाहर कर सारा परे जो साक्षी माने स्पॉट विटनेसेस माने थिले जो सचिन बबलू शिवा आउ राहुल को भिणे भी समस्त धरिकी आसते आम ये बसिक चांबर पुंखानुपुंख भाव में आलोचना कलु आउ केस उपरे एवं जहाँ जहाँ सब सर्टिफाइड कॉपी आनी बाहर करिकी तार गोटे सेट भी समस्त गोटे गोटे सेट जेरक्स भी देला परे से अनुसार आम पुंखानुपुंख भाव में आलोचना जेहेतु केस सब जुडिस अच्छी आउ एथरे टीआई पीरियड भी सरी जाइए आउ एथरे ता छड़ा भी जहाँ जुडिशियल ऑनरेबल जुडिशियल कोर्ट रे 183 भारतीय नागरिक सुरक्षा संहिता अनुसार स्टेटमेंट ऑलरेडी रिकॉर्डेड बिफोर दी जुडिशियल मजिस्ट्रेट एवं यही जो 2 दिन तले ये चार्जसीट कोर्ट रे दाखल होती मुझे ऊपर सर्टिफाइड कॉपी सब मागी देची आउ सर्टिफाइड कॉपी मागी आसीगला परे जो जो सेक्शन गुड़िक आड हो जानी मुझे टिके सर्टिफाइड कॉपी आसला परे मु कहबी आपको ओके सर मो प्रश्न थिला केबेठु तृष्णा राहुल को घरे माने सासु घरे न रही निज बाप घरे रहउछंती आज्ञा से तो आपण मैंने समस्ते आजका दिन में डिम डिम होगी बाजुची आउ 14 दिन परे माने मृत्युर 14 दिन पूर्व भी राहुल वाइफ तांकर मदर तांकर आउ परिवार किसी सदस्य राहुल महाराणा रो घर जो घरे राहुल वाइफ रुहंती से ही घरे तांकर 3-4 जन परिवार लोक भी थिले एवं 14 दिन परे कहले जो हूँ आम आम झील को टिके नवापाई चाहूँ आउ से रूम भितर गोटे लकर थिला आ लकर भितर जेहेतु राहुल माँ ये जो राहुल चलीगला परे गोटे बोली पुओ आ गोटे बोली झील आउ राहुल भिणे आईटी सेक्टर रे काम करती से किसी दूर रे मिनिमम 7 ରୁ 10 किलोमीटर दूर रे गोटे आपार्टमेंट रे बड़ा रे रहउछंती एवं तांकर गोटे छोटिया पुओटी अच्छी 2-3 वर्षर हम एवं से तापरे मो साथ सब कथा है परे मु जानिया को पाइली जे जो जे जेतबले गले घरू जो 14-15 दिन परे राहुल वाइफ सेतबले जो राहुल का बापा माँ बिना अनुमति रे कहले जाऊँगी ना आम झील को आम जेहेतु जो मानसिक स्थिति रे टिके ये अच्छी जॉइंट तो चलीगला तेणु आम झील को टिके नौचु दिन 2 दिन भितर बुलेक आनिकी पुणी छाड़देबू आउ सी तांको रूम भितर सब किछि लुगापटा एवं कबाट देकरी से तांकर कौन कौन नहीं ये भी आउ चाहिना सेतबले जो पोजीशन 14-15 दिन होती सेतबले जो पोजीशन घरर गोटे बोली पुओ चली जाइए एपटे बुढ़ी माँ बयस हूँ 96 जेजेमा बयस हूँ 96 तेणु जेजेमा को भी जो राहुल मरवा कथा शुणला जेजेमा को जागमरा तांकर जड़े रिलेसन घर को पठे देते जो जेजेमा कान को से बापूजी बापूजी बोली राहुल को डाकती एपर्यंत भी राहुल बुढ़ी माँ जानी ना राहुल मर्डर होता से 14-15 दिन पर
ତାଙ୍କର ମା ଏବଂ ତାଙ୍କର ରାହୁଲଙ୍କର ୱାଇଫ୍ ଏବଂ ତାଙ୍କର କିଛି ରିଲେସନ୍ ଲୋକ କହିକିରି ଲୁଗାପଟା ନେଲେ ଏବଂ କବାଟ ତ ତାଙ୍କର ସେ ଯେଉଁ ରୁମ୍ରେ ଶୋଉଥିଲେ ସେଇ ଲକର୍ ଭିତରେ କିଛି ସୁନା ଗହଣା ଥିଲା ଏବଂ ସେ ସୁନା ଗହଣା ସେ ଲକର୍ର ଚାବି ରାହୁଲଙ୍କ ୱାଇଫ୍ ପାଖରେ ଥାଏ ଏବଂ ରାହୁଲଙ୍କ ମା ପାଖରେ ତାଙ୍କ ଚାବି ଇଏ କାହିଁକି ରଖିବେ। ତେଣୁ ସେତେବେଳେ ଯେଉଁ ଅବସ୍ଥାରେ ଯେଉଁ ତାଙ୍କ ମାଆଙ୍କର ଯେଉଁ ଅବସ୍ଥାରେ ଥିଲେ ସେତେବେଳେ ବି 3-4ଟି ଚେନ୍ ଏବଂ ଇଏ ରାହୁଲଙ୍କର ସୁନା ଜିନିଷ ବି ଏବଂ ଇଏ ତାଙ୍କ ମାଆଙ୍କର ବି ହାତର କେତେଟା ମୁଦି ବୋଉକୁ ଦେଇଥିଲେ ରଖିବା ପାଇଁ। ମାଲୋ ତୁ ଲକରରେ ରଖିଥା, ଆମେ ଯେତେବେଳେ ଗଲାବେଳେ ଆମର ଯେତେବେଳେ ଦରକାର ହେବ ସେତେବେଳେ ଆମେ ମାଗିବୁ। ଆଉ କହିଲେ ସେ ବୋଉ ହିସାବରେ ବିଶ୍ୱାସ କରି ତାଙ୍କୁ ଦେଇଥିଲେ। ବୋଉ ତାଙ୍କର ଲକରରେ ରଖିଥିଲେ। ତାପରେ 14-15 ଦିନ ପରେ ଯେତେବେଳେ ଗଲେ ଲୁଗାପଟା ନେଇକିରି କହିଲେ ଯେ ହେଉଛି ମାରେ ତୁ ଜଲ୍ଦି ପଳେଇ ଆସିବୁ। ରାହୁଲଙ୍କ ବାପା 2-3 ଦିନ ପରେ ଝୁରିଲେ ମୋ ବୋଉ କାହିଁ ଆସୁନି। ବୋଉକୁ ଫୋନ୍ କଲାବେଳକୁ ତାଙ୍କ ମା କହିଲେ ଯେ ତାଙ୍କ ମାଆଙ୍କ ଦେହ ଅସୁସ୍ଥ ଅଛି, ଟିକେ 2-3 ଦିନ ପରେ ଯିବେ। ତାହେଲେ ଠିକ୍ ଅଛି, ଆରେ ମା ତୁ ଟିକେ ନ ଆସିଲେ ମୋତେ ଭଲ ଲାଗୁନି, ମୋ ପୁଅ ତ ଚାଲିଗଲା, ଆଉ ଏପଟେ କେସ୍ କଥା କିଏ ବୁଝିବ, ଆଉ କ'ଣ ହେଲା କ'ଣ ନାହିଁ କେମିତି ଜାଣିବା, ଆଉ ଓକିଲଙ୍କ ପାଖକୁ ଯିବାକୁ ପଡ଼ିବ। ସେଠୁ 3-4 ଦିନ ଗଲା, ତାପରେ ଆଉ ଆସିଲେନି। ନ ଆସିବା ପରେ ତ ରାହୁଲଙ୍କର ଭିଣେଇ ମୋ ପାଖକୁ ଆସିଲେ, କହିଲେ ସାର୍ ଏହା କଥା, ଆଉ କ'ଣ କରାଯିବ, ଆଉ ଶିବା ଯେ ବବଲୁ ଆଉ ସଚିନ ତାଙ୍କୁ ଟିକେ ଆମେ ଆପଣ ସେଥିରେ ଟିକେ ବସିକିରି ଡିସ୍କସନ୍ କରିବା ପାଇଁ ଚାହୁଁଛୁ କେସ୍ ସଂକ୍ରାନ୍ତରେ। ବୋଲେ ଠିକ୍ ଅଛି, ଓଭିୟସଲି କିଛି ଅସୁବିଧା ନାହିଁ, ଟିକେ ମୋତେ ଗୋଟେ ଦିନ ଆଗରୁ ଟିକେ ପଚାରିଦେବେ ବା 3-4 ଘଣ୍ଟା ଆଗରୁ ପଚାରିଦେଲେ ଆମେ ଛୁଟି ଦିନ ଦେଖିକିରି ଇଭିନ୍ ଦିନ 3ଟାରୁ 6ଟା ପର୍ଯ୍ୟନ୍ତ, 6ଟାରୁ ରାତି 10ଟା ପର୍ଯ୍ୟନ୍ତ ମୁଁ ଯାହା ସବୁ ସାର୍ଟିଫିକେଟ୍ କପି ବାହାର କରିକି ଆଣିଛି ସମସ୍ତଙ୍କୁ ସାର୍ଟିଫିକେଟ୍ କପି ବି ଦେଇଛି ଜେରକ୍ସ କରିକି, ଏବଂ ତାଙ୍କୁ ବି କିପରି କୋର୍ଟରେ କିପରି ଭାବରେ ପ୍ରୋସିଡିଓର୍ସ ହୁଏ ଏବଂ କ'ଣ କେମିତି ସେ ବିଷୟରେ ବି ମୁଁ ଏବେ ଯେହେତୁ ସବଜୁଡ଼ିସ୍ ଅଛି କୋର୍ଟରେ ମୁଁ ବେଶୀ ସେ ଉପରେ ଆଲୋଚନା କରିବା ପାଇଁ ଚାହୁଁନାହିଁ। ମୁଁ ତାଙ୍କୁ ବି କହିଛି, ମୁଁ କହିଲି ତୁମେ ବି ମୋ ସାଥିରେ ବି ହୋମୱାର୍କ ଟିକେ କରିବାକୁ ପଡ଼ିବ। ସେଇ ଅନୁସାରେ ଆମେ ଆମର 6 ଥରରୁ 7 ଥର ଏଇଠି ଆଜ୍ଞା ଆମେ ବସିଛୁ। ଆଉ ଇନଫର୍ମାଣ୍ଟର ରୋଲ୍, ଯେଉଁ ଇନଫର୍ମାଣ୍ଟ ତରଫରୁ ଆଡ଼ଭୋକେଟ୍ର ରୋଲ୍ ଆଜ୍ଞା ବହୁତ ଥାଏ। ଆଉ ଯେଉଁ କୁହନ୍ତି ଯେ ସରକାରୀ ଓକିଲ ତ ଲଢ଼ୁଛି, ଆପଣମାନେ ଯେଉଁମାନେ ଆଇନର ପରିଧି ଭିତରେ ଡେ ଟୁ ଡେ ପ୍ରାକ୍ଟିସ୍ରେ ଆସିନାହାନ୍ତି, କ'ଣ ହୁଏ ନ ହୁଏ ସେଇଟା ଆମେ ଜାଣିଛୁ କୋର୍ଟ ଭିତରେ। ତେଣୁ ସେଇ ଅନୁସାରେ ଭାବି ଚିନ୍ତିକିରି ଆମକୁ ଏନଗେଜ୍ କଲେ ଯେପରି କେଉଁଠି କେସ୍ର ଟାଳଟୁଳ ନୀତି ଯେପରି ନ ହୁଏ, ଆଉ ମୁଦାଲା ମାନେ କିପରି ଭାବରେ ଦଣ୍ଡ ପାଇବେ। ତା ସାର୍ ପରିବାରକୁ ଆସିବା, ଯେଉଁ ତୃଷ୍ଣା ଯେଉଁ ଅଭିଯୋଗ ଆଣୁଛନ୍ତି ଯେ ମୋତେ ରାହୁଲର ବାପା ଏବଂ ତାଙ୍କ ମା ତା ଭଉଣୀ ଭେଣେଇ ମୋତେ ବହୁତ ଅତ୍ୟାଚାର କରନ୍ତି, ଶାରୀରିକ ନିର୍ଯାତନା ଦିଅନ୍ତି, କିନ୍ତୁ ବାପାଙ୍କ କଥାରୁ କିଛି ଭିନ୍ନ ଲାଗୁଛି। ଆପଣଙ୍କୁ ଲାଗୁଛି ସାର୍ ରାହୁଲଙ୍କ ବାପା ମା ତାଙ୍କ ନିଜ ବୋହୂକୁ ଏମିତି ଶାରୀରିକ ମାନସିକ ନିର୍ଯାତନା ଦେଉଥିବେ? ନାଇଁ ଆଜ୍ଞା, ନଣନ୍ଦ ଆଉ ବୋହୂ ଭାଉଜ ମିଶିକିରି ତ ସୁଇମିଂ ପୁଲରେ ରାହୁଲ ଏବଂ ରାହୁଲଙ୍କ ଭିଣେଇ ପୁରା ହସ ଖୁସିରେ ତ ଥିଲେ। ଆଜିକାଲିକା ଭିଡ଼ିଓରେ ବି ଆପଣ ଦେଖିବେ ତାଙ୍କର ବ୍ଲଗ୍ ଚ୍ୟାନେଲରେ, ସେଥିରେ ବି ଆପଣ ଦେଖିପାରିବେ ବି ସମସ୍ତେ ଖୁସିରେ ଥିଲେ। ଆଉ ଏଇ ଯେଉଁ ରାହୁଲ ଗଲା ପରେ ହିଁ ଏଇ ଫାଙ୍କ ସୃଷ୍ଟି ହେଲା। ଏବଂ ଯେହେତୁ ତାଙ୍କର ଗୋଟିଏ ଝିଅ ଆଉ ଗୋଟିଏ ପୁଅ ଚାଲିଗଲା, ବୋହୂ ତ ଆସୁନି, ଚାକରଟିଏ ଅଛି, ସେ କାମଦାମ କରିଦେଉଛି, ରୋଷେଇବାସ କରିଦେଉଛି। ଏବଂ ଯେଉଁ ତାଙ୍କର ପାରିବାରିକ କଥା ତାଙ୍କ ମା ତ ଅଲରେଡ଼ି ଡିସକ୍ଲୋଜ୍ କରିସାରିଛନ୍ତି ମିଡ଼ିଆରେ। ତାଙ୍କ ପାରିବାରିକ କଥା ମୁଁ ବେଶୀ ଆଲୋଚନା କରିବା ପାଇଁ ଚାହୁଁନାହିଁ। ଏବଂ ତାଙ୍କ ମା ଯେଉଁଗୁଡ଼ିକ କହିଛନ୍ତି ମିଡ଼ିଆରେ ସେଗୁଡ଼ିକ ସମ୍ପୂର୍ଣ୍ଣ ଆଜ୍ଞା ସତ କଥା। ଆଉ 14 ଦିନ ପରେ ହିଁ ଯାଇଛନ୍ତି ଏବଂ ସେ ଯେଉଁ ତାଙ୍କ ମାଆଙ୍କର କହିବା ମୁତାବକ ଏବଂ ସେ ଚାବି ବି ତାଙ୍କ ପାଖରେ ଥିଲା, ଲକର୍ର ଚାବି। ଆଉ ଏମାନେ ଏ ଟାଇପ୍ର ନୁହେଁ
ଯେ ହେଉଛି ତାଙ୍କ ଝିଅକୁ ମାନେ ରାହୁଲଙ୍କ ଭଉଣୀକୁ ରାହୁଲଙ୍କର ବାପା ଏତେ ଜିନିଷ ଦେଇଛନ୍ତି ସିଏ ପଛକୁ ଅନେଇବନି କି ବାପାଙ୍କର ସମ୍ପତ୍ତି କି ବି ସେ ଅନେଇବନି ଏତେ ଏତେ ସମ୍ପତ୍ତି ତାଙ୍କ ଝିଅକୁ ଦେଇଛନ୍ତି। ଯେତେବେଳେ ରାହୁଲ ଚାଲିଗଲେ ଯେଉଁ ତୃଷ୍ଣା ଦିନେ କହୁଥିଲେ ଯେ ମୁଁ ପ୍ରକୃତରେ ରାହୁଲଙ୍କ ସବୁ କାମ କରିବି, ରାହୁଲଙ୍କ ରେସ୍ପନ୍ସିବିଲିଟି ତାଙ୍କ ଦାୟିତ୍ୱ ମୁଁ ନେବି, ମୁଁ ଶାଶୁ ଶ୍ୱଶୁରଙ୍କ ପାଖରେ ସବୁଦିନ ରହିବି, ଏମିତି ସାର୍ କ'ଣ ଘଟିଲା 14 ଦିନ ପରେ ରାହୁଲଙ୍କ ମୃତ୍ୟୁର 14 ଦିନ ପରେ ଜଣେ ପଳେଇଲେ? ଆପଣ ଲାଗୁଛି କି ସେମିତି କିଛି ତାଙ୍କ ଉପରେ ଅତ୍ୟାଚାର ହେଇଥିବ ତାଙ୍କ ଉପରେ ଯାହା ପାଇଁ 14 ଦିନ ପରେ ସେ ପଳେଇଲେ? ଲାଗୁଛି କି ସାର୍ ଆପଣଙ୍କ ଏକ୍ସପିରିଏନ୍ସରୁ ମୁଁ କହୁଛି? ନାଇଁ ଆଜ୍ଞା, ମୁଁ ଯେତିକି ତାଙ୍କ ପରିବାର ସାଥିରେ ମିଶିଛି ସେମାନେ ନିର୍ଯାତନାର ତ ସିଏ ନିଜେ ତାଙ୍କର ଭାଙ୍ଗି ପଡ଼ିଛନ୍ତି। ନିର୍ଯାତନା କିଏ କେତେବେଳେ କାହାକୁ ଦେବ? ତମେ ବୋହୂ ହିସାବରେ ଦାୟିତ୍ୱ ଥିଲା ଶାଶୁ ଶ୍ୱଶୁରଙ୍କୁ ଏ ଯେଉଁ କଷ୍ଟଦାୟକ ହୃଦୟ ବିଦାର କାଣ୍ଡ ହେଇଛି ତାଙ୍କୁ ବୁଝେଇ ବାଝେଇ କିନ୍ତୁ ବାଟକୁ ଆଣି ଏବଂ ଘରର ଦାୟିତ୍ୱ ତମକୁ ବହନ କରିବାର ଥିଲା ଏବଂ ଘରର ଦାୟିତ୍ୱ ବହନ କରିବା ଜାଗାରେ ଶାଶୁ ଶ୍ୱଶୁର ହେଉଛନ୍ତି ଦେବତୁଲ୍ୟ ଲୋକ ଏବଂ ଶାଶୁ ଶ୍ୱଶୁର ଯେମିତି ତମ ବାପା ମା ଯେମିତି ଶାଶୁ ଶ୍ୱଶୁର ବି ସେମିତି ବାପା ମା। ଆଉ ଝିଅ ଜନ୍ମ ପରେ ପର ଘରକୁ କଥା ଅଛି। ଆଉ ସେଠି ବି ଗଲା ପରେ ଯେଉଁ ମାନେ ସ୍ୱାମୀର ବାପା ଏବଂ ବୋଉଙ୍କୁ ନିଜ ବାପା ବୋଉ ହିସାବରେ ସେ ବି ଏବେ ବି ମଝିରେ ଏ ଯେଉଁ ମାନେ ଯାଇକିରି ସିନା ଏତେ ଘଟଣା ଘଟିଲା ଏବଂ ସୋସିଆଲ ମିଡ଼ିଆରେ ଆସିବା ଯେଉଁ ସିଜର କରିବା ପୂର୍ବରୁ ସୋସିଆଲ ମିଡ଼ିଆରେ ଯେଉଁ ଟାଇପ୍ର ଭାଇରାଲ କରେଇଲେ ଏବଂ ଯେଉଁ ଏ ଘଟଣାଟି ଅଲରେଡ଼ି 16-17 ଦିନ ତଳୁ ଅଲରେଡ଼ି ଘଟି ସାରିଛି ଏବଂ ମୋ ପାଖକୁ ବି ଫୋନ୍ ବି ଆସିଥିଲା। ଆଉ ମୁଁ କହିଲି ଯେ ନାଇଁ ସହିଲେ ରହିବା, ନ ସହିଲେ କଥା ପଦାକୁ ଯିବ, ଘର କଥା ବାହାରକୁ ଯିବ, ତେଣୁ ଟିକେ ସହିଯାଆନ୍ତୁ, ଦେଖିବା କ'ଣ ହେଉଛି। ମୁଁ ନିଜେ ମନା କରିଥିଲି ଏତଲା ଫେତଲା କିଛି ଦରକାର ନାହିଁ। ବୋହୂ ନାଁରେ କ'ଣ, ବୋହୂ ପରା ନିଜେ କହିଛି ଯେ ହେଉଛି ରାହୁଲଙ୍କ ଅନ୍ତେ ମୁଁ ମୂଳଦୁଆ ହିସାବରେ ଘରର କାମ କରିବି ଆଉ ସବୁ ଦାୟିତ୍ୱ ବହନ କରିବି। ସାର୍ ଆଗରୁ ଠିକ୍ଠାକ୍ ଚାଲୁଥିଲା କି ରାହୁଲଙ୍କ ମୃତ୍ୟୁ ପୂର୍ବରୁ ଶାଶୁ ବୋହୂ ଶ୍ୱଶୁରଙ୍କ ସହିତ ସମ୍ପର୍କ ଠିକ୍ଠାକ୍ ଚାଲୁଥିଲା ନା ସେତେବେଳେ ବି କିଛି ତୁ ମେ ହେଉଥିଲା? ଦେଖିବେ ଭଏସ୍ରେ ବି ଶୁଣିବେ, ଏବେ ସେ ବି ନିଜେ ବି କହୁଛନ୍ତି ମୋ ଶ୍ୱଶୁର ବହୁତ ଭଲ। ନିଜେ ବି ଆପଣ ଶୁଣିବେ ଭଏସ୍ରେ, ଆପଣ ନିଜେ ବି ଆପଣମାନେ ସମସ୍ତଙ୍କୁ ବି ମୁଁ ନିବେଦନ କରୁଛି ଯଦି ରାହୁଲକୁ ନ୍ୟାୟ ମିଳୁ ବୋଲି ସମସ୍ତେ ଯଦି ଚାହୁଁଛନ୍ତି ଏବଂ ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ନିବେଦନ କରୁଛି ରାହୁଲଙ୍କ ଘରକୁ ଯାଆନ୍ତୁ। କିଏ ଆଉ ତାଙ୍କ ଘରେ ଅଛି କି? ପୁଅ ତ ଚାଲିଗଲା, ଆଉ ମା ବସିଥିବେ ସେଇ ରାହୁଲର ଫଟୋ ପାଖରେ ସେଜ ପକେଇକିରି ଏମିତି ଅନେଇକି ବସିଥିବେ। ଯାଆନ୍ତୁ ଥରେ ସେ ଭିତରକୁ ଯାଆନ୍ତୁ, ଘର ଭିତରକୁ। କାଲି ବୁଢ଼ୀମା ମଧ୍ୟ କେମିତି ଚାଲି ଯାଇଛନ୍ତି? ଆଜ୍ଞା, ତାଙ୍କର ବୁଢ଼ୀମା ସେ ଜାଗମରାରେ ରଖା ହେଇଥିଲା, ମଝିରେ ଅଣା ହେଇଥିଲା। ହେନା ମହାରଣା ତାଙ୍କ ନାଁ, ବୟସ 96 ବର୍ଷ ଏବଂ ସେ କାଲି ଜାଣିବାକୁ ପାଇଲେ ଯେ କେମିତି କ'ଣ ଯେ ହେଉଛି ନାତୁଣୀ କ'ଣ ପୋଲିସ ପୁରେଇଛି, ନାତୁଣୀ ବୋହୂ କ'ଣ ପୋଲିସ ପୁରେଇଛି। ଆଉ ତାପରେ କହିଲେ କ'ଣ ହେଇଛି, ବାପୁଜୀ ମାନେ ରାହୁଲକୁ ତାଙ୍କ ବୁଢ଼ୀମା ଡାକନ୍ତି ବାପୁଜୀ ବୋଲି, ବାପୁଜୀ ବୋଲି ଡାକନ୍ତି। କ'ଣ ହେଲା, ବାପୁଜୀର ବୋହୂ ପୋଲିସ ବୁଢ଼ୀ ବୟସରେ ଯେମିତି ଜାଣିଲା ପରେ ତାପରେ ଆସ୍ତେ ଆସ୍ତେ ତାଙ୍କର ଦେହ ଖରାପ ହେଲା ଏବଂ କାଲି ରାତି 11:30 ଭିତରେ ହେବ ରାହୁଲଙ୍କର ଜେଜେମା ଏକ୍ସପାର୍ଟ କରିଗଲେ ଆଜ୍ଞା ଏମ୍ସ ହସ୍ପିଟାଲରେ। ଆଉ ଇଏ ଦୁଃଖଦ ସମୟରେ ବଦନାମ କରନ୍ତୁନି ଏ ପରିବାରକୁ ଆଜ୍ଞା। ଆଉ ଏ ଯେଉଁ ଶାଶୁ କି ଶ୍ୱଶୁର କେବେ ବି କିଛି ଅବହେଳା କରିନାହାନ୍ତି କି। ତୃଷ୍ଣା ଅଭିଯୋଗ କରୁଛନ୍ତି ବାହାଘରକୁ ନେଇ ରାହୁଲଙ୍କ ବାପା ଖୁସି ନଥିଲେ, ରାହୁଲଙ୍କ ବାପା ଚାହୁଁଥିଲେ ରାହୁଲ ମୋତେ ବିବାହ ନ କରନ୍ତୁ, ସେଇଟା ସାର୍ ସତ୍ୟାସତ୍ୟ ଅଛି କି ଏଥିରେ କିଛି? ଆଜ୍ଞା ସେ ରାହୁଲଙ୍କ ବାପା ପ୍ରଥମେ ଏ ବାହାଘରଟିକୁ ମନା କରିଥିଲେ। କାହିଁକି କେଜାଣି ସେ ନିଜେ କ'ଣ ଜାଣିଲେ ଯେ ହେଉଛି
କେଉଁ ପଟୁ କ'ଣ ସୂତ୍ରରୁ କ'ଣ କେଜାଣି ଜାଣିଲେ କ'ଣ ବାହାଘରକୁ ପ୍ରତିରୋଧ କରିଥିଲେ, ବନ୍ଦ କରିଥିଲେ, ନିର୍ବନ୍ଧ ବି ବନ୍ଦ ହେଇଥିଲା ଏବଂ ପର ମୁହୂର୍ତ୍ତରେ ଦେଖିଲା ବେଳକୁ କ'ଣ ଫେକ୍ ଆଇଡି କରିକିରି ତାଙ୍କ ଝିଅ ଆଉ ଜ୍ୱାଇଁକୁ ଆକ୍ଷେପ କରିକି କ'ଣ କରାହେଇଥିଲା। ତାପରେ ସେ ପର ମୁହୂର୍ତ୍ତରେ ସେମାନେ ଆସିକି କ୍ଷମା ମାଗିଥିଲେ ଆଉ ଏମିତି କେବେ କରିବେନି ବୋଲି ଫେକ୍ ଆଇଡି କରିକି, ଏବଂ ପର ମୁହୂର୍ତ୍ତରେ ତାଙ୍କର ରାହୁଲଙ୍କର ବାପା ରାଜି ହେଲେ। ଆଉ ଯେହେତୁ ପୁଅର ଗୋଟିଏ ବୋଲି ପୁଅ କଥାରେ ତ ଏତେ ଦିନ ସେ ଲିଭିଂ ତାଙ୍କ ନ ମାନିକିରି ଲିଭିଂ ରିଲେସନରେ ରହୁଥିଲେ। ରାହୁଲ ବାପା କ'ଣ କରିଥିଲେ କି, ଯେହେତୁ ଗୋଟିଏ ବୋଲି ପୁଅ ତାଙ୍କର ରାହୁଲଙ୍କ ଆକାଉଣ୍ଟରେ କିଛି ପଇସା ଗଚ୍ଛିତ ରଖିଥିଲେ। ସେ ପଇସା ବି ନେଇକିରି ରାହୁଲ କୁ ନେଇକିରି, ଆଉ ଆପଣ ତ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭଏସ୍ କଲ୍ ଶୁଣିପାରୁଥିବେ, ସେଇଥିରୁ ଆପଣ ଜାଣିପାରୁଥିବେ ମାନେ ଲକ୍ଷ ଲକ୍ଷ ଟଙ୍କା ବିବାହର ପୂର୍ବରୁ ଏବଂ ସେ ଯେଉଁ ରାହୁଲ ଯେଉଁ ଡେଥ୍ ହେବାର ମର୍ଡର କେସ୍ ହେବା ପରେ ପରେ ତାଙ୍କ ଘର ଲୋକ ଆସି ପହଞ୍ଚିଲେ ଏବଂ ଘରେ ଆସିଲା ପରେ ସେ ତାଙ୍କର କ'ଣ ହେଇଛି କ'ଣ ନାହିଁ, କିନ୍ତୁ ପର ମୁହୂର୍ତ୍ତରେ ଏବେ ଶୁଣିବାକୁ ମିଳୁଛି ଯେ ଲକର ଚାବି ତାଙ୍କ ପାଖରେ ଥିଲା। ଆଉ ଗୋଟେ ତାଲାବାଲାକୁ ବି ଡକା ହେଇଛି, କାଲି ଖୋଲା ହେଇଛି ବା ଡାକି ଖୋଲିକିରି ଦେଖିଲା ବେଳକୁ ସେ କହୁଛନ୍ତି ଯେ ଖାଲି ଖୋଳ ଗୁଡ଼ିକ ପଡ଼ିଛି। କିନ୍ତୁ ଆଉ ଗୋଟେ କଥା ହେଉଛି 14-15 ଦିନ ଏଇ ଯେଉଁ 16-17 ଦିନ ତଳେ ଯେଉଁ ଘଟଣାଟି ଘଟିଥିଲା ତାଙ୍କ ଘରେ, ସେ ଚାହିଁଥିଲେ, ତାଙ୍କର ମଉସା ଚାହିଁଥିଲେ ମୋତେ ଫୋନ୍ କରିକିରି ଆର ସମାଧାନର ପନ୍ଥା ବାହାର କରିପାରିଥାନ୍ତେ, କିନ୍ତୁ ସେଇଟା ସେତିକ ନ କରିକି ତାଙ୍କ ଘର ଭିତରକୁ ଯାଇ ତାଙ୍କୁ ଯେଉଁ ଯଦି ବା ଧରାଯାଉ ଆମର ରାହୁଲଙ୍କର ଭଉଣୀ କିମ୍ବା ବୋଉ ହୁଅନ୍ତୁ ବା ଆଉ କିଏ ହୁଅନ୍ତୁ, ଯଦି ଆପଣଙ୍କୁ ପ୍ରତିରୋଧ କଲେ କି କିଛି ଖରାପ ଭାଷା ବ୍ୟବହାର କଲେ ତାହେଲେ ଆପଣ ହାତ ଯୋଡ଼ିକି ପଳେଇ ଆସିଥାନ୍ତେ। ତାପରେ ଆମେ ଭଦ୍ରଲୋକମାନଙ୍କ ସାଥିରେ ବସିକିରି କେମିତି ସମାଧାନର ପନ୍ଥା ବାହାରିଥାନ୍ତା। ସେଇଟା ନ କରିକିରି ଆପଣ ଗୋଟେ ଗୁଣ୍ଡାଇମ୍ ଭଳିଆ ଘର ଭିତରେ ପଶି ଏ ଯେଉଁ ସେଲ୍ଫି ଷ୍ଟିକ୍ରେ ବାଡ଼ାବାଡ଼ି କରିବା ଏବଂ ସେ ବେଡ଼ରୁମ୍ ଭିତରେ ପଶି ଯେଉଁ ବେଡ଼ରୁମ୍ ଭିତରେ ପଶିଲେ, ଯେଉଁ ରାହୁଲର ଯେଉଁ ବେଡ଼ରୁମ୍ ଭିତରେ ସେ ଯେଉଁ ବ୍ୟାଗ୍ଟି ବି କାନ୍ଧରେ ପକେଇକି ଯାଇଛନ୍ତି, ମୁଁ ବି କହିଲି ସେ ବ୍ୟାଗ୍ଟିକୁ ଆପଣଙ୍କୁ ତର୍ଜମା କରିବାର ଥିଲା, ଖୋଲିବାର ଥିଲା କ'ଣ କ'ଣ ନେଇକି ଯାଇଛନ୍ତି ବୋଲି। ବ୍ୟାଗ୍ଟି ତ ପୁରା ଦେଖାଯାଉଛି। ତେଣୁ ଏଇଟା ଆଜ୍ଞା ଗୋଟେ ପରିବାରକୁ ବଦନାମ କରନ୍ତୁ ନାହିଁ ଆଜ୍ଞା। ଆଉ ସେମାନେ ବହୁତ ମାନେ ଯେହେତୁ ମାଆର କୋଳ ଶୂନ୍ୟ ହେଇଛି ଏବଂ ଭଉଣୀର ଭାଇ ପଳେଇଛି, ସେ ରାକ୍ଷୀ ହାତରେ କାହା ହାତରେ ବାନ୍ଧିବ ଟିକେ ଭାବନ୍ତୁ ଆପଣମାନେ। ବାପାଙ୍କ ଦେହ ମଧ୍ୟ କ'ଣ ଖରାପ? ବାପାଙ୍କର 2 ଥର ଆ ଭିତରେ ବ୍ରେନ୍ ଷ୍ଟ୍ରୋକ୍ ବି ହେଇସାରିଛି। ରାହୁଲଙ୍କ ବାପାଙ୍କର କେତେ ଥର? 2 ଥର ବ୍ରେନ୍ ଷ୍ଟ୍ରୋକ୍ ହୋଇସାରିଛି। ଏବେ ମେଡ଼ିକାଲ ଅବଜରଭେସନ୍ ଅଛନ୍ତି। ତଥାପି ବି ସେଇଥିରେ ଘର କେମିତି ଚଳିବ ବୋଲି ଯାଉଛନ୍ତି, ଯାଇକି ତାଙ୍କୁ ଦୋକାନରେ ବସିବାକୁ ପଡ଼ୁଛି। ଏବଂ କାଲି ରାତିରେ ଆଜ୍ଞା ତାଙ୍କର ରାହୁଲଙ୍କର ଜେଜେମା ବି କାଲି ରାତିରେ 96 ଏଜ୍ରେ ଏକ୍ସପାୟାର୍ଡ କରିଗଲେ ଆଜ୍ଞା। ସାର୍ ମୁଁ ଗୋଟେ ବଡ଼ କଥା କହିବି ସାର୍, ଆପଣ ସବୁବେଳେ ନ୍ୟାୟ ପାଇଁ ଚାହାନ୍ତି, ଅନ୍ୟମାନଙ୍କୁ ନ୍ୟାୟ ପ୍ରଦାନ କରନ୍ତି। ସାର୍ ଅନେକ କିଛି କମେଣ୍ଟ ମଧ୍ୟ କରିଥିଲେ, ଆମେ ଦେଖିଥିଲୁ ଯେ ଆପଣ ଟଙ୍କା ଖାଇଛନ୍ତି ବୋଲି ତାଙ୍କୁ ସପୋର୍ଟ କରିବା ପାଇଁ କହୁଛନ୍ତି, କିନ୍ତୁ ଆମେ ବାସ୍ତବିକ ଆପଣ କ'ଣ ଆମେ ଜାଣିଛୁ। ସାର୍ ଏ କଥାକୁ କେମିତି କ'ଣ କହିବି, ଯେଉଁମାନେ ଜାଣିନାହାନ୍ତିନି, ଭ୍ରମରେ ରହୁଛନ୍ତି, ଯିଏକି ଆପଣଙ୍କୁ ଚିହ୍ନି ନାହାନ୍ତିନି, ବାସ୍ତବରେ ସେ ପରିବାର ଯିଏକି ଦୁର୍ବଳ ହୋଇପଡ଼ିଛନ୍ତି, ପୁଅ ଭାଙ୍ଗି ଯାଇଛି, ତାଙ୍କ ଟଙ୍କାଟା ସମ୍ବଳ ନାହିଁ, ଆପଣ କ'ଣ ତାଙ୍କଠୁ ସାର୍ ଟଙ୍କା ନେଇ ତାଙ୍କ କଥା କହୁଛନ୍ତି କି? ନାଇଁ ଆଜ୍ଞା, ମୁଁ ଟଙ୍କାଟେ ସେ ଠିକ୍ ଅଛି, ତାଙ୍କ ଆପଣଙ୍କ କଥା ଅନୁସାରେ ମୁଁ ଉତ୍ତର ରଖୁଛି। ସେ ଯେଉଁ ରାହୁଲଙ୍କର ୱାଇଫଙ୍କର ମଉସା ଆସିଥିଲେ ମୋତେ ଲିଗାଲ୍ ଏକ୍ସପେନ୍ସେସ୍ ଏଇ ଯେଉଁ ସାର୍ଟିଫାଇଡ୍ କପି ଏବଂ ପାୱାର ଫାଇଲ୍ କରିବା ପାଇଁ 5,000 ଟଙ୍କା ଦେଇଥିଲେ। ବିକାଶ ବି ପ୍ରେଜେଣ୍ଟ ଥିଲେ। ଆଉ ତା ପର ମୁହୂର୍ତ୍ତରେ ଯେତେ ଥର ମୁଁ ସେ ବସିଛି ଡିସ୍କସନ୍ରେ, ମୁଁ ମୋ ଟଙ୍କାଟିଏ ଫିସ୍ ନେଇନାହିଁ। ଆଉ ଆପଣ ଦେଖିପାରିବେ ରାହୁଲଙ୍କର ବାପା ବି ଅଲରେଡ଼ି ଡିସକ୍ଲୋଜ୍ କରିସାରିଛନ୍ତି। ମୁଁ ତାଙ୍କଠୁ ଟଙ୍କାଟି ଆଜ୍ଞା ଫିସ୍ ମାଗି ନାହିଁ ଏପର୍ଯ୍ୟନ୍ତ। ସିଏ ତାଙ୍କ ଭାବନାରେ ଗୋଟେ ପଶିଯାଇଛି ଯେ ହେଉଛି ମୁଁ କୁଆଡ଼େ, ଯେହେତୁ ଏଡ଼େ ବଡ଼ କେସ୍ଟା ଆଉ ସେନ୍ସିଟିଭ୍ ମ୍ୟାଟର୍, ଏତେବେଳକୁ ମୁଁ ଲକ୍ଷ ଲକ୍ଷ ଟଙ୍କା ଆଜ୍ଞା ପକେଇ ସାରିଲିଣି। ଆଉ ମୁଁ ଆଜ୍ଞା ଟଙ୍କାଟେ ନେଇ ନାହିଁ ଆଜ୍ଞା। ଆଉ ଯେଉଁମାନେ କହୁଛନ୍ତି ସଠିକ୍ ଭାବରେ ତର୍ଜମା କରନ୍ତୁ ଆଉ ଡକୁମେଣ୍ଟ ଦେଖାନ୍ତୁ। ଆଉ ଆମେ ତ ନେବୁ ଫିସ୍, ନେବୁନି କି?
ଆମେ ପୁଣି ପେଟ ପାଟଣା ଆମର ଅଛି କି ନାହିଁ ନା ଆମେ ଦୌड़ के जाएंगे हाँ चले ଯାତ୍ରା सोशल मीडिया रे हाँ ମାନେ ସେ ଆଉ ଗୋଟେ କଥା ମୁଁ ବି କ୍ଷମା ପ୍ରାର୍ଥନା କରୁଛି ସବୁ ମାଆ ମାନଙ୍କ ଭାଇମାନଙ୍କ ପାଖରେ ସୋସିଆଲ ମିଡ଼ିଆର ମୁଁ ଟିକେ ଯେତେବେଳେ 15-20 ଦିନ ତଳେ ଏ ଘଟଣାଟା ଘଟିଲା ମୁଁ ଟିକେ ଏମିତି ତାପରେ ରାହୁଲଙ୍କ ମାଆ ବି ଏଠିକି ଆସିଥିଲେ ତାଙ୍କ ଭିଣେଇ ତାଙ୍କର ଜ୍ୱାଇଁ ତାଙ୍କ ଝିଅ ବି ଆସିଥିଲେ ଆମେ ଏଠି କଥା ଆଉ ରାହୁଲଙ୍କ ମାଆଙ୍କୁ ଦେଖିଲା ବେଳକୁ ହାତରେ ଥୋଇଛନ୍ତି ସେଠି ଦୁଇଟା ଗୋଟେ ପିଲାକୁ ଗୋଟେ ଲୋକ ଯେତେବେଳେ ବାଡ଼େଇ ଦେବ ଗୋଟେ ବାଡ଼ିରେ ଯେତେବେଳେ ବାଡ଼େଇ ଦେବ ଦୁଇଟା ବ୍ଲାକ୍ ମାର୍କ ଆସିବ ନୋଳା ଭଳିଆ ଦାଗଟା ମୁଁ ଥରେ ଦୁଇଥର ମାର୍କ କଲି ମୁଁ ବିକାଶ ପଚାରିଲି ମୁଁ କହିଲି କ'ଣଟା କିଛି ଏମିତି ନା ସାର୍ କହିବି ମୁଁ ସେଠୁ ମାଆଙ୍କୁ ପଚାରିଦେଲି ମୁଁ କହିଲି ଡାଇରେକ୍ଟ ପଚାରିଦେବି ଆଉ କହିବାକୁ ଯିବ କାହିଁକି ମୁଁ କହିଲି ମା କ'ଣ ହେଇଛି ଭେଁ ଭେଁ କାନ୍ଦିଲେ ଅଧୈର୍ଯ୍ୟ ଭାବରେ କାନ୍ଦିଲେ ମୁଁ କହିଲି କ'ଣ ମୋ ପଛରେ ଏଇଟା ଭୁଲ ହେଇଗଲା କି ସେଠୁ ବିକାଶ କଲେ ସାର୍ ମୁଁ ତ କହୁଛି କହିବି ବୋଲି ଆପଣ ପାରୁନୁ ମୁଁ କହିଲି ମୋର ଇଚ୍ଛା ହେଲା ପଚାରିବା ପାଇଁ ଆମେ ତ ଜାଣିବା ନା ଏଇ ଯେଉଁ ବ୍ଲାକ୍ ଦାଗଟା ହେଇଛି ମାଡ଼ଟା ରୋଳା ମାଡ଼ଟା ହେଇଛି ସେଠି ଜୋର ମାଡ଼ଟା ନହେଲେ କଳା ଦାଗ ବାଜି ରହିବନି ଦୁଇଟା ପୁରା ମୁଁ କହିଲି ସାଙ୍ଗେ ସାଙ୍ଗେ ପାଣି ଫାଣି ଦେଇକିରି ମୁଁ କହିଲି ସେନ୍ସ ଫେନ୍ସ ପୁଣି ପଳେଇବ ପୁଣି ବୟସ୍କ ଲୋକ ନା ମୁଁ ଏଠୁ ବସିଲି ମୁହଁରେ ପାଣି ମାରିଦେଲି ଗୋଟେ ବିଶଲ୍ୟକରଣୀ ଥିଲା ବି ଆମେ ମାରିଦେଲୁ ମୁଁ ଟିକେ ବସନ୍ତୁ ନା ଆପଣ ଯେମିତି ଟିକେ ମୋତେ ବିଶଲ୍ୟକରଣୀ ମାରିଦେଲେ ମୋ ବୋହୂ ବି କେବେ ମୋ ଦେହ ହାତରେ ପାଦ ଟିକେ ବି ମୋଡ଼ି ଦେଇନି ଆଜ୍ଞା ଆମେ ମଣିଷ ପରା ଆମେ ଓକିଲ ହେଲେ ବି ଆମର କିଛି ମାନବିକତା କିଛି ଅଛି କି ନାହିଁ ମନା କରିଦିଅନ୍ତୁ ମାନବିକତା ନାହିଁ ଖାଲି ଓକିଲାତିକି ଆମେ କରିବୁ ପୌରୁଷ ପଣିଆ ଆମେ ଖାଲି କୋର୍ଟରେ ଦେଖେଇବୁ ଆମର ଆଉ ହୃଦୟ ଭିତରେ ଚେତନା ଯେ ଆଉ କିଛି ନାହିଁ କଟା ପଇସା ଆମେ କେତେ ଖାଇଛୁ ଆଜ୍ଞା ଆପଣଙ୍କର ଖାଇଛୁ ପଚାରି ବୁଝୁନାହାନ୍ତି ଉପଯୁକ୍ତ ଭାବରେ ତର୍ଜମା କରୁନାହାନ୍ତି ଆମେ ତ ଫିସ୍ ନେବୁ କିଛି ଅସୁବିଧା ନାହିଁ ଆମର ଲିଗାଲ ଏକ୍ସପେନ୍ସେସ୍ ଆମେ ନେବୁ ଆଉ ମୁଁ ଯେହେତୁ ସୋସିଆଲ ମିଡ଼ିଆରେ ଯେଉଁ 4-5 ଦିନ ତଳେ ଭାସ୍କର ଚ୍ୟାନେଲରେ କହିଦେଇଥିଲି ଟିକେ ରାଗିକି ସେଥିଲାଗି ସବୁ ଆମ ସୋସିଆଲ ମିଡ଼ିଆର ମା ଏବଂ ଭଉଣୀମାନଙ୍କ ପାଖରେ ମୁଁ ମୋର କ୍ଷମା ପ୍ରାର୍ଥନା କରୁଛି ଆଉ ଆପଣ କିଛିଟା ମା ଅଛନ୍ତି ସୋସିଆଲ ମିଡ଼ିଆରେ ମୁଁ ଦେଖିଲି ଜଣେ ଭାଇଟି ଅଛନ୍ତି ସେ ପରେ ବୁଝିପାରିଲେ ଠିକ୍ କଥାଟା ଆଉ କ'ଣ ତାଙ୍କ ନା ଆମର ବ୍ରହ୍ମପୁର ଭାଇ ମୋ ନାଇଁ ବ୍ରହ୍ମପୁର ଭାଇଟି ସେ ସୋସିଆଲ ମିଡ଼ିଆରେ ପରେ ଠିକ୍ ଜାଣିପାରିଲେ ଏବଂ ଆଉ ଜଣେ ଦୁଇ ଜଣ ମା କ'ଣ କରୁଛନ୍ତି ଆମେ ଟିକେ ଆପଣମାନେ ଟିକେ ଧୈର୍ଯ୍ୟ ଧରନ୍ତୁ ମା ମାନେ ତାପରେ କ'ଣ ଷ୍ଟୋରି ଆସୁଛି ଜଣେ ଯଦି ପରଦାଟା ଖୋଲି ଦେଇଛି ପରଦା ଭିତରେ ତ କିଛିଟା ଥିବ ତାକୁ ଟିକେ ତର୍ଜମା ଟିକେ ଅପେକ୍ଷା କରନ୍ତୁ ୱେଟ୍ କରନ୍ତୁ ଟିକେ ୱେଟ୍ ନ କରିକି ବ୍ୟାଡ୍ କମେଣ୍ଟ ଦିଅନ୍ତୁ କିଛି ଅସୁବିଧା ନାହିଁ କିନ୍ତୁ ବ୍ୟାଡ୍ କମେଣ୍ଟ ଦେବା ପୂର୍ବରୁ ଆପଣ ଯେତେବେଳେ ବ୍ୟାଡ୍ କମେଣ୍ଟଟା ଦେଉଛନ୍ତି ପର ମୁହୂର୍ତ୍ତରେ ଯେତେବେଳେ ଜାଣୁଛନ୍ତି ସତ୍ୟତାଟା ଜଣେ ଭାଇଙ୍କର ବି ମୁଁ ଦେଖୁଥିଲି ସେ ନିଜେ ବି ଲେଖିଛନ୍ତି ମୁଁ ସ୍କ୍ରିନଶଟ୍ ବି ରଖିଛି ଯେ ଯେଉଁ ରାହୁଲଙ୍କର ମାଆଙ୍କର କାନ୍ଦ ଦେଖିକି କୁମ୍ଭୀର କାନ୍ଦଣା ବୋଲି ମୁଁ ଲେଖିଥିଲି କିନ୍ତୁ ମୁଁ ଏବେ ମୋ ନିଜକୁ ଧିକ୍ ବୋଲି ମାନୁଛି ଏବଂ ମୁଁ ମାଆଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛି ଏବଂ ତେଣୁ ମା ବାପାଙ୍କୁ ଆପଣଙ୍କର ଯେମିତି ମା ବାପା ଅଛନ୍ତି ତାଙ୍କର ବି ସେ ବାପା ମାନେ ପିଲା ଛେଉଣ୍ଡ ହେଇଯାଇଛନ୍ତି ଏବଂ ଆଜିକା ଷ୍ଟେଜ୍ରେ ସୋସିଆଲ ମିଡ଼ିଆରେ ମୁଁ କହିଲି ଆଚ୍ଛା ଇଏ ଯେତେବେଳେ ଆମେ ଥାନାକୁ ତାଙ୍କ ବାପା କହିଲେ ରାହୁଲଙ୍କ ବାପା ଥାନାକୁ ଯିବା ପାଇଁ ଟିକେ ଭେଟିବା ପାଇଁ ଆଇସିଙ୍କୁ ମୁଁ କହିଲି
ଆମେ କାଲି କିଏ ଯିବା ନା ବାପା ମା ଯିବେ ଆଉ ବାପା ମା ଯିବେ ଆମେ ଯିବା। ମୁଁ କହିଲି ଆଉ ରାହୁଲଙ୍କ ୱାଇଫ୍ ତାଙ୍କୁ ଟିକେ ଘରେ ତ ଥିବେ ଡାକିଦେବେ। ନା ଆଜ୍ଞା ସିଏ ତ ଘରେ ରହୁନାହାନ୍ତି ଆଜ୍ଞା। ମୁଁ କହିଲି ଘରେ ରହୁନାହାନ୍ତି, ମୋତେ ଟିକେ ସନ୍ଦେହ ହେଇଥିଲା ସତ କଥା। ମୁଁ କହିଲି ଘରେ ରହୁନାହାନ୍ତି ଏଇଟା ଆପଣ ମିଛ କଥା କହୁଛନ୍ତି। ତାପରେ ଷ୍ଟେଜ୍ରେ ଆମେ ଥାନାକୁ ଯାଇଥିଲୁ। ଯିବା ପୂର୍ବରୁ ମୁଁ କହିଲି କିନ୍ତୁ ରାହୁଲଙ୍କ ୱାଇଫ୍କୁ ଟିକେ କହିଦେଇଥିବେ ଆସିବା ପାଇଁ। ଥାନାରେ ପହଞ୍ଚିଲେ ତାଙ୍କ ମ୍ୟାଡ଼ାମ୍, ଆମେ ଥାନା ଭିତରକୁ ଗଲୁ, ଆଇଏସ୍ଙ୍କ ସାଥିରେ କଥା ହେଲୁ, ଆମେ ସନ୍ତୁଷ୍ଟ ବି ହେଲୁ ଏବଂ ଠିକ୍ ପ୍ରପର୍ ଇନଭେଷ୍ଟିଗେସନ୍ ଚାଲିଛି। ତାପରେ ସେଇଠୁ ଦୁଆର ମୁହଁରୁ ଆମେ ସବୁ ଯିଏ ଯୁଆଡ଼େ ମୁଁ ମୋର ପଳେଇ ଆସିଲୁ। ତାପରେ ଆଉ 2 ଦିନ ପରେ ଆଉ ଥରେ ଥାନାକୁ ଯିବାର ଟିକେ ଥିଲା ବୁଝାବୁଝି କରିବା ପାଇଁ କଥା ଗୋଟେ। ଆଉ ଗଲା ପରେ ସାର୍ ଟିକେ ବାପା ଆଉ ମା ଚାହୁଁଛନ୍ତି ଟିକେ ମାନେ ରାହୁଲଙ୍କର ଭିଣେଇ ଚାହୁଁଛନ୍ତି ଆପଣଙ୍କୁ ଖୋଜୁଛନ୍ତି। ବାପାଙ୍କର ଯେହେତୁ ବ୍ରେନ୍ ଷ୍ଟ୍ରୋକ୍ ହେଇଯାଇଛି ଆପଣ ଟିକେ ଆସନ୍ତୁ। ଆଉ ମୁଁ କହିଲି ଆମେ ଆଡ଼ଭୋକେଟ୍ ପ୍ରଫେସନ୍ ଅନୁସାରେ ଆମେ କାହା ଘରକୁ ଯିବାଟା ଠିକ୍ ନାହିଁ। ନା ସାର୍ ମୋ ରିକ୍ୱେଷ୍ଟ ଟିକେ, ଆଉ ବାପା ବି ଫୋନ୍ କରିଛନ୍ତି କଥା ହୁଅନ୍ତୁ, ବାପା ବି ଡାକୁଛନ୍ତି, ଆପଣ ଦୁଆର ମୁହଁରେ ବସିବେ କଥା ହେଇକି ପଳେଇ ଆସିବେ। ମୁଁ କହିଲି ଆଜ୍ଞା ଆମର ଟିକେ ଲିଗାଲ୍ ପ୍ରୋସିଡିଓର ବାହାରେ ଆଜ୍ଞା କାହା ଘରକୁ ଯିବାଟା ଠିକ୍ ନାହିଁ। ନା ଆପଣ ପୁରା ଆମର ଆଡ଼ଭୋକେଟ୍ ପୁରା ଆସିବେନି କେମିତି? ମୁଁ କହିଲି ମୁଁ ଯିବି ସ୍ପଟ୍କୁ ବି ଯିବି, ଘରକୁ ବି ଯିବି, କିନ୍ତୁ ଏବେ ସେ ସମୟ ନୁହେଁ। ନାଇଁ ସାର୍ ଆପଣ ଟିକେ ଆସନ୍ତୁ। ଆଉ ବିକାଶଟି ବହୁତ ଭଦ୍ର, ବହୁତ ନମ୍ର। ମୁଁ ତାଙ୍କ କଥା ରାଜି ହେଇ ମୁଁ ତାଙ୍କ 2 ହ୍ୱିଲର୍ରେ ବସି ଘରକୁ ଗଲି। ଘରକୁ ଗଲା ପରେ ବସିଲି, ଆଉ ତାଙ୍କ ମାଆଙ୍କୁ ଦେଖିଲି। ରାହୁଲ ଫଟୋ ପାଖରେ ତାଙ୍କ ମାଆ ଶୋଇଛନ୍ତି। ମୁଁ ସେତିକ ଦେଖିକିରି ମୁଁ କହିଲି ମାଆଙ୍କୁ ସେଠୁ ଉଠେଇ ଆଣନ୍ତୁ, ଏଠି ବସାନ୍ତୁ। ସେଇ ଅବସ୍ଥା ଆଜ୍ଞା। ଆଉ ମୋତେ ମୁଁ କହିଲି ମା', ସେଠୁ ମା' ମୋତେ ଅନେଇ ଦେଇକିରି ଭୋ ହେଇକିରି କାନ୍ଦିଲେ। ମୁଁ କହିଲି ଆଚ୍ଛା ରାହୁଲଙ୍କ ମ୍ୟାଡ଼ାମକୁ ଟିକେ ଡାକ ତ, ଟିକେ ବସି କଥା ହେବା, ତାଙ୍କ ପାଖରେ ଟିକେ ରହିବା କଥା। ନା ଦେଖୁନାହାନ୍ତି ଘର ସାର୍, ଏ ଘରଟା ତ କବାଟ ଦିଆହେଇଛି, ତାଲା ପଡ଼ିଛି, ତାଙ୍କର ଚାବି ତାଙ୍କ ପାଖରେ। ମୁଁ କହିଲି ତାଲା ଚାବି କାହା ପାଖରେ? ନା ରାହୁଲଙ୍କ ମ୍ୟାଡ଼ାମଙ୍କ ପାଖରେ ଚାବି ତାଲା ପଡ଼ିଛି। ମୁଁ କହିଲି ସେ କ'ଣ ନାହାନ୍ତି? ନା ଆପଣଙ୍କୁ ତ କହୁଛି ଆପଣ ତ ବିଶ୍ୱାସ କରୁନାହାନ୍ତି। ମୁଁ କହିଲି ଆଚ୍ଛା। ମୁଁ କହିଲି ରାହୁଲ ବାବାଙ୍କୁ ପଚାରିଲି, ମୁଁ କହିଲି ବୋଉ କେବେଠୁ ନାହିଁ? ତାପରେ ରାହୁଲ ବାବା ଆଖି ଛଳଛଳେଇ କହିଲେ ଆଜ୍ଞା ସେ 14-15 ଦିନ ପରଠୁ 6-7 ଦିନେ ଥରେ ଆସିଛି ଏବଂ ତା ରୁମ୍ ଭିତରେ ରହେ। ଆମେ ଭାବୁ ବୋଉ ଫ୍ରେଶ୍ ହେବା ପାଇଁ ଆସିଛି, ଯେତେବେଳେ ଫ୍ରେଶ୍ ହେଉଥିବ ବାହାରିକି ଆସିବନି କି। ଆଉ ମୋତେ କହିଥିଲା କାନ୍ଧରେ କାନ୍ଧ ହାତ ପକେଇକିରି ଆମେ ଚାଲିବା ବାବା, ଆଉ ଆସୁନି କି ଫୋନ୍ ଉଠଉନି, ଆଉ ମୁଁ ଏକୁଟିଆ ଆଜ୍ଞା କେମିତି ଚଳିବି ଆଜ୍ଞା। ଆଉ ଝିଅକୁ ଆଉ ଜ୍ୱାଇଁକୁ ଯଦି ରଖିବି ଲୋକମାନେ ଏଠି ପଦେ ଅଧେ କାଳେ କହିବେ, ତାଙ୍କ ଆପାର୍ଟମେଣ୍ଟ ତାଙ୍କର ଅଛି, ସେ IT ସେକ୍ଟରରେ କାମ କରୁଛନ୍ତି। ମୁଁ କହିଲି ଗୋଟେ କାମ କରନ୍ତୁ, ଇଏ ତ ମାଆଙ୍କର ଯେଉଁ ଅବସ୍ଥା ହେଲାଣି, ତ ପୁରା ବେଡ୍ ରିଡନ୍ ଅବସ୍ଥା ହେଲାଣି। ମୁଁ ବିକାଶକୁ କହିଲି, ତାଙ୍କ ଜ୍ୱାଇଁକୁ କହିଲି ଆପଣ ଗୋଟେ କାମ କରନ୍ତୁ, ଆପଣଙ୍କର ନାତିକି ମାନେ ପୁଅକୁ, ମାନେ ବିକାଶଙ୍କର ପୁଅକୁ ଆଣିକି ଆଉ ଭଉଣୀକି ବି କହିଲି, ବୋଲେ ତୁମ ପୁଅକୁ ଆଣିକିରି ନାତି ଟୋକା ଯଦି ମାଆଙ୍କ ପାଖରେ ରହିଲା, ସେ 2-3 ବର୍ଷ ହେଇଛି ତାକୁ, ସେ ଠକ୍ ଠକ୍ କରି ଦୌଡ଼ୁଛି, ସେ ତା ପଛରେ ଦୌଡ଼ିଲେ ସେ ଦିନଟା ସମୟଟା କୁଆଡ଼େ ପଳେଇବ। ଆସ୍ତେ ଆସ୍ତେ ସିଏ ତ ଯେଉଁ ଟାଇପ୍ର ଡିମୋରାଲାଇଜ୍ ହେଲେଣି, ସେ କେତେବେଳେ ବି ବାପାଙ୍କର ତ ବ୍ରେନ୍ ଷ୍ଟ୍ରୋକ୍ ହେଇଯାଇଛି, ଇଏ ବି କେତେବେଳେ କ'ଣ ଦେହ ଖରାପ ହେବ କିଛି କହିହେବନି। ଆଉ ମାନେ ଆଜ୍ଞା ସେଇ ସିଚୁଏସନ୍ ଆଜ୍ଞା। ମୁଁ ଗୋଟେ ଆପଣ କାମ କରନ୍ତୁ, ଆଉ ତମ ୱାଇଫ୍କୁ ଆଉ ତମ ପୁଅ ନାତିକି ଆଣିକିରି ଏଠି ଛାଡ଼ି ଦିଅନ୍ତୁ, ସେ ତାରି ଭିତରେ ପୁଣି ସନ୍ଧ୍ୟାବେଳକୁ ଆପଣ ଅଫିସରୁ ଆସିଲେ ନେଇ ଆସିବେ। ଏମିତି ଚାଲିଲା। ଆଉ ତା ଭିତରେ ବୋହୂ ଆଉ ଆସିଲେ ନାହିଁ। ତାଙ୍କ ଭିତରେ ରାଗଟା ବଢ଼ି ଚାଲିଲା, ଯୋଉଛି ଝିଅ କାହିଁକି ଏ ଘରେ ଆସିକିରି ରହିଲାଣି। ଏବଂ ସେତେବେଳେ ତ ଝିଅ ଆସିକି ରହୁଥିଲା, ଝିଅ ଘରେ ତ ଯାଉଥିଲେ,
ଝିଅ ଘରେ ଯାଇକିରି ଦିନ ସାରା ରହୁଥିଲେ, ଝିଅ ଘରେ ଖାଇବା ପିଇବା କରୁଥିଲେ, ସନ୍ଧ୍ୟାବେଳେ ରାହୁଲ ଆଉ ତା ୱାଇଫ୍ ଆସୁଥିଲେ, ଆଉ ମିଶିକିରି ବି ବାହାରକୁ ବୁଲିବାକୁ ବି ଯାଉଥିଲେ। ଏବେ କ'ଣ ଅସୁବିଧା ହେଇଗଲା? ଆପଣ ଯଦି ଆପଣଙ୍କର ଆଚରଣ ଉଚ୍ଚାରଣ ଏବଂ ସଂସ୍କାର, ଶାଶୁ ଶ୍ୱଶୁର ପୁରା ବାପା ମା ଦେବତା ତୁଲ୍ୟ, ତାଙ୍କୁ ଆପଣ କ'ଣ ଗୋଟେ କିଛିଟା ଟଙ୍କା ଗୋଟେ କ'ଣ ତାଙ୍କ ଭଉଣୀଠୁ ନେଇଥିଲେ ବୋଲି ଟଙ୍କା ମାଗିଲାରୁ ସୋସିଆଲ ମିଡ଼ିଆରେ ଧୋଇଲେ ଯେ ପୁରା ପ୍ରବଳ ଧୋଇଲେ। ମାନେ କ'ଣ ଯିଏ ତମଠୁ ବନ୍ଧୁବାନ୍ଧବ ହିସାବରେ ପଇସା ନେଇଥିବ, ପଇସା ମାଗିବ ମାନେ ତାକୁ ତମେ ସୋସିଆଲ ମିଡ଼ିଆରେ ପୁରା ମାନେ ତେଲ ଲଗେଇକି ସାବୁନ ଲଗେଇକିରି ଧୋଇବ। ଭଲ ଧୁଆ ତମେ ଜାଣିଛ। ଆଉ ଏଇଠି ସବୁ ଆମ ଓଡ଼ିଶା ଜନସାଧାରଣ ସମସ୍ତେ ବୋଧେ ବୋକା ବୋଧେ ସମସ୍ତେ, ଆଉ କ'ଣ। ତାପରେ ତାଙ୍କୁ ଯେତେବେଳେ ଏ ଯେଉଁ ମାସରେ ଥରେ ରାହୁଲଙ୍କ ଘର ପରିବାର ତରଫରୁ ଦିଆଯାଏ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ଖାଇବା ପାଇଁ ଦିଆଯାଏ, ଯେଉଁଠି ବୁଢ଼ାବୁଢ଼ୀ ଅନାଥ ଆଶ୍ରମରେ। ଯେଉଁଦିନ ଜାଣିବ ଯାଉଛି ଯିବାର ଅଛି, ସେ ସେଇଦିନ ମା ପଳାଇ ଆସିବେ, ଆଉ ତାଙ୍କ ସାଥିରେ ରହିବେ ଏବଂ ଭିଡ଼ିଓ କରିକି ତାପରେ ତାଙ୍କର ଯଥାସ୍ଥାନକୁ ପଳାନ୍ତି। ମାନେ ଜାଣିଶୁଣି କେବଳ ଯୋଉଦିନ ସ୍ୱେଚ୍ଛା ମାନେ ବଣ୍ଟନ କରାଯାଏ ସେଇଦିନ କେବଳ ଆସିବେ। ସେଟା ମୁଁ ମିଛ କହୁଛି କି ସତ କହୁଛି, ଆପଣ ଚାହିଁଲେ ବି ରାହୁଲ ମାଙ୍କର ବି ପଚାରିକି ବାପାଙ୍କୁ ବି ପଚାରିକି ବି ସବୁ କଥା ବୁଝିପାରିବେ। ଆଉ ଏଇ ଯେଉଁ ରାହୁଲଙ୍କର ଏଇ ଯେଉଁ ସିଏ ପୁଣି ଗୋଟେ ଝିଅଟେ, ରାହୁଲଙ୍କର ଭଉଣୀ ଯିଏ, ତାର ବି ଶାଶୁ ଶ୍ୱଶୁର ଅଛନ୍ତି, ସେମାନେ ବି ବ୍ୟସ୍ତ ହେଲେଣି ଶୁଣିକିରି ଏଗୁଡ଼ିକ କ'ଣ ସେ ବୋହୂ ତମ ବୋହୂ ତମକୁ ବଦନାମ କରୁଛି, ତମ ବୋହୂ ଆମ ବୋହୂକୁ ବି ବଦନାମ କରୁଛି। ତେଣୁ ଏଇଟା ଆଜ୍ଞା ଠିକ୍ ନାହିଁ। ତାପରେ ଏଇସବୁ କଥା ଭିତରେ ରାହୁଲର ବୁଢ଼ୀମା 96 ଏଜ୍ ହେନା ମହାରଣା କାଲି ଯେତେବେଳେ ଶୁଣିଲେ ନାତୁଣୀ ବୋହୂ ପୋଲିସ ଆଣିକି ପୁରେଇଛି ଏବଂ ରାହୁଲ ନାଁରେ କ'ଣ ସିଏ ଜାଣିନାଥିଲେ ଯେ ରାହୁଲ ଚାଲିଯାଇଛି ବୋଲି। 96 ଏଜ୍ କହିଲେ ଯେ ରାହୁଲ ଯାଇଛି ଅକ୍ସିଜେନ୍ କାମରେ, କମ୍ପାନୀ କାମରେ, ଆସିବ 4-5 ମାସ ପରେ। ଆଉ କ'ଣ ବାପୁଜୀ ନାହିଁ, ତମେ ମୋତେ କହିଲ ଯାଇଛି କ'ଣ କମ୍ପାନୀ କାମରେ, ଏବେ କ'ଣ ବୋହୂ ପୋଲିସ ଆଣିକି ପୁରେଇଲାଣି। ଆଉ ଦେଖିଲା ବେଳକୁ ବୁଢ଼ୀ ଲୋକଟି ସେ ଜେଜେମା ଜାଣିପାରିଲେ ଯେ ଧୀରେ ଧୀରେ ରାହୁଲକୁ ମର୍ଡ଼ର କରାଯାଇଛି ବୋଲି। ଆସ୍ତେ ଆସ୍ତେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେଲା, ତାଙ୍କୁ ଏମ୍ସ ହସ୍ପିଟାଲ ନେଲେ। ଏମ୍ସ ହସ୍ପିଟାଲରେ କାଲି ରାତି 10:30ରୁ 11ଟା ଭିତରେ ଏକ୍ସପାୟାର୍ଡ କରିଗଲେ। ଆଜ୍ଞା, ଯେଉଁଟା ସତ, ଯେଉଁଟା ମିଛ କେବେ ସତ ହେଇପାରିବନି, ସତ କେବେ ମିଛ ହେଇପାରିବନି। ଯଦି ମୋର କଥାକୁ ଆପଣମାନଙ୍କର ଅବିଶ୍ୱାସ ହେଉଛି ଏବଂ ମୋର ରିକ୍ୱେଷ୍ଟ ଆପଣମାନଙ୍କୁ, ମୁଁ ଯେଉଁଟା ସୋସିଆଲ ମିଡ଼ିଆରେ ଯେଉଁ ଭାସ୍କର ଚ୍ୟାନେଲରେ କହିଦେଇଥିଲି, ରାଗିକି ଟିକେ କହିଦେଇଥିଲି, କାହିଁକି ନା ଯେତେବେଳେ ଆଖି ଆଗରେ ଘଟଣା ଗୁଡ଼ିକ ସବୁ ଘଟିଗଲା, ଢାଇ ବଜେଇଲା ସୋସିଆଲ ମିଡ଼ିଆରେ, ମାନେ କିଏ ଆଜ୍ଞା ଆପଣ ନିଜେ ଭାବିଲେ ଦେଖି ଆପଣଙ୍କ ପରିବାର ଭିତରେ ଗୋଟେ ଘଟଣା ଘଟିଥାନ୍ତା, ଆପଣ ଧରିଥାନ୍ତେ, ଏତେବେଳକୁ ଲୁହାଣ ହେଇସାରିଥାନ୍ତା। କିନ୍ତୁ ମାନେ ଆପଣ ଟିକେ ସମସ୍ତେ ପର୍ଯ୍ୟାଲୋଚନା କରନ୍ତୁ। ଆଉ ମୋତେ ତ ବି ଟ୍ରୋଲ୍ କରୁଛନ୍ତି, ଭଲ ଚାଲୁ, ସଂସ୍ଥା ଚାଲୁ, ଟ୍ରୋଲ୍ କରିକି ଭିଉଅର୍ ନିଅନ୍ତୁ। କିନ୍ତୁ ଆମେ ଆଜ୍ଞା ଆମ ପ୍ରଫେସନରେ ଆମେ ଠିକ୍ ଅଛୁ। ଆଉ ପ୍ରଫେସନ ଅନୁସାରେ ଆପଣମାନେ ଯେଉଁମାନେ ମୁଁ ଗୋଟେ ଦାନ୍ତ ଦେଖେଇକିରି ଟିକେ କହିଦେଇଥିଲି, ତାକୁ ବି ଫଟୋଟାକୁ ରଖିକିରି ଦେଖାଉଛନ୍ତି। ସେ ମାଆଟିକି ମୁଁ ଆଗରୁ କୋଭିଡ଼ ପିରିୟଡ଼ଠୁ ଦେଖି ଆସୁଛି, ଆଉ ଯେ ମୋତେ ବି ଠିକ୍ ସେ ଭଲ ଭାବରେ ଜାଣିଛନ୍ତି। କିନ୍ତୁ ମୋତେ କହୁଛନ୍ତି ଯେ ଆପଣଙ୍କର ପୁରା ମୁଁ ଗଜପତି ଭାଇ ବଢ଼ିଆ, ସେ ଠିକ୍ ପଛ କଥା ଠିକ୍ ଧରିଲେ। ହଁ, ଗଜପତି ଭାଇ ଦେଖିଲେ, ଆଉ ପଛ କଥାକୁ ଠିକ୍ ସେ ତର୍ଜମା କଲେ ଏବଂ ଆଗ କଥାକୁ ତର୍ଜମା କଲେ। ଆଉ ଯାହା ବି ହଉ ଠିକ୍ ସିଦ୍ଧାନ୍ତରେ ଉପନୀତ ହେଲେ। ଆଉ ସେ ଯେଉଁ ମା ଜଣକ ଜଣେ, ସିଏ ବି ଟ୍ରୋଲ୍ କରନ୍ତି ସମସ୍ତଙ୍କୁ ନେଇକିରି। ଆଉ ମୁଁ ବି
ବହୁତ ଲୋକଙ୍କର କମେଣ୍ଟସ୍ ବି ତାଙ୍କ ସାର୍ ଆପଣଙ୍କୁ ଆପଣ ଆଗେ ଗୋଟେ ମଣିଷ ତାପରେ ଗୋଟେ ଓକିଲ ଗୋଟେ ଆଇନଜୀବୀ ହେଲେ ବି ଆପଣଙ୍କ ପାଖରେ ସେ ହୃଦୟ ଅଛି କଥା କଥାରେ ହେଇ ଆପଣଙ୍କ ଆଖିରୁ ଲୁହ ଝରିଲା ଗୋଟେ ମାଆର କଥା ଭାବି ଗୋଟେ ପିଲା ମରିଯାଇଛି ତଥାପି ତାକୁ ନେଇ ଆଜି ବିବାଦ ମଲା ପରେ ବି ତାର ଶାନ୍ତି ନାହିଁ ଆପଣଙ୍କ ଆଖିରେ ଏବେ ବି ଲୁହ ଝରଝର ହେଇ ଝରୁଛି କିନ୍ତୁ ସାର୍ ଅନେକ କିଛି ଅଛନ୍ତି ଆପଣଙ୍କୁ ଟ୍ରୋଲ୍ କରିଛନ୍ତି ସେ ଯେଉଁ ଟ୍ରୋଲ୍ କରିଛନ୍ତି ଆପଣଙ୍କୁ କହିଛନ୍ତି କିନ୍ତୁ ଯିଏକି ପ୍ରକୃତ ଆପଣଙ୍କ ପାଖ ଲୋକ ଯିଏ ପାଖରେ ଆପଣଙ୍କ ସହିତ ମିଶିବ ସଂଶ୍ଳିଷ୍ଟ ହେବ ସେ ଜାଣିବ ଆପଣଙ୍କ ବ୍ୟକ୍ତିତ୍ୱ କ'ଣ କିନ୍ତୁ ବହୁତ ଲୋକ ଆପଣଙ୍କୁ ଟ୍ରୋଲ୍ କରିଛନ୍ତି ସାର୍ ଯେତେବେଳେ ଟ୍ରୋଲ୍ ଆପଣ ଦେଖନ୍ତି ସେମାନଙ୍କ କଥା ସାର୍ କେମିତି ଲାଗେ ଏବଂ ବାସ୍ତବରେ ସେ ଟ୍ରୋଲ୍ ଆପଣଙ୍କୁ କେତେ ବିଚଳିତ କରେ କେତେ ଟ୍ରୋଲ୍ ଦେଖି ଆପଣ କେତେ ଭାଙ୍ଗି ପଡ଼ନ୍ତି ଆଜ୍ଞା ଆଜ୍ଞା ନମସ୍କାର ସେ ଆଜି ବି ଆମର ଜଣେ ସିନିୟର ଭାଇ ଆଡ଼ଭୋକେଟ୍ ଭାଇ ବି ଫୋନ୍ କରିଥିଲେ ନିହାର ମୁଁ ଦେଖିଲି ତୁମର କିଛିଟା ଜାଗାରେ କିଛିଟା ସ୍ତ୍ରୀ ଲୋକ ଟ୍ରୋଲ୍ କରୁଛନ୍ତି ଏବଂ ଆଜ୍ଞା ଦେଖନ୍ତୁ ଏଇ ଜଣେ ମ୍ୟାଡ଼ାମକୁ ମୁଁ ଭଲ ଭାବରେ ଭଲ ଲାଗେ ତାଙ୍କର କଥାବାର୍ତ୍ତା ଫୁଲଦାନୀ ସହିତ ଦେଇ ଦଉଛନ୍ତି ନାଇଁ ଦେଖନ୍ତୁ ସେମାନେ ବୋଧେ କୋଉ ସିନ୍ଧୁକରେ ଲୁଚିଛନ୍ତି ଏ ମ୍ୟାଡ଼ାମ ସେମାନେ ଲୁଚି ଯାଇଛନ୍ତି କଥା ନାଇଁ ଲୁଚିଛି ନା ଗୋଡ ଦିଟା ଦିଶୁଛି କୋଉଠି ଲୁଚି ଟୋଟାଲି ଆସୁନାହାନ୍ତି କ୍ୟାମେରା ସାମ୍ନାକୁ ଦେଖନ୍ତୁ ମ୍ୟାଡ଼ାମ କ୍ୟାମେରା ପକଉଛନ୍ତି ହେଲେ କୋଉଠି ପାଉନାହାନ୍ତି ଯଦି କୋଉଠି ପାଇବ ସାଙ୍ଗେ ସାଙ୍ଗେ ପକେଇଦେବେ ଫୋକସ୍ ମାରି ନାଲି ଗୋଟା ଗୋଲ ବୁଲେଇ ଦେବେ ସାଙ୍ଗେ ସାଙ୍ଗେ ଓକିଲ ସାର୍ ଆମର କଣ ଦାନ୍ତ ରଗଡି କଣ କହୁଥିଲେ ଆଉ ଦାନ୍ତ ରଗଡି କଣ ଥିଲେ କିଏ କହିଲା ଶ୍ୱଶୁରକୁ କୁକୁର କହିବା ସିଏ ନା ଗଲେ କୁଆଡେ ତାଙ୍କର ଆଉ ଦେଖା ଦର୍ଶନ ହିଁ ଟୋଟାଲି ନାହିଁ ସେ ଗଲେ କୁଆଡେ ମୁଁ ଭାବୁଛି ତମେ ସାର୍ ଆପଣ ଟିକେ ଆସୁନାହାନ୍ତି ସେଠି କଣ ସୁନା ରୂପା କେତେ କଣ ବାଣ୍ଟ କୁଣ୍ଟ ହବ ଛିଡିବ କି ନ ଛିଡିବ ଆପଣ ଟିକେ ଛିଡେଇ ଦେଇ ଯାଇଥାଏ ଆଉ ଓକିଲ ସାର୍ ନ ରହିଲେ କେମିତି ହବ ଓକିଲ ସାର୍ ରହିବା ନିହାତି ଦରକାର ନା ଓକିଲ ସାର୍ଙ୍କର ତୃଷ୍ଣାର ଯଦି ମୁହାଁମୁହିଁ ହେବେ ତୃଷ୍ଣା ତାକୁ ଗୋଟିଏ କଥା ପଚାରେ ସାର୍ ଆପଣ କୋଉ ମିଡିୟମରେ ପାଠ ପଢିଥିଲେ ଓଡିଆ ମିଡିୟମ ନା ଇଂଲିଶ ମିଡିୟମ ନା ଆଉଟ୍ ଅଫ୍ କଣ୍ଟ୍ରି ମିଡିୟମ ମାନେ ଓଡିଆଟା ଯୋଉ ଲେଖା ହେଇଛି ସାର୍ ଆପଣ ଜାଣିପାରୁନାହାନ୍ତି ଚଷମା ଲଗେଇଛନ୍ତି ତ ସେ ଜାଣିପାରୁନାହାନ୍ତି ଯେ ଶ୍ୱଶୁର ଘରେ ଯୋଉମାନେ ପଡିକି ରହି ଖାଉଛନ୍ତି ସାର୍ ଆମେ କହିଲେ ମାନେ ଗୋଟେ ଜାଣିପାରିଲେନି ଆଉ କଣ କରିବା ବୟସ୍କ ଲୋକ ହଁ କିନ୍ତୁ ସାର୍ ଟିକେ ଦେଖି ଚାହିଁ କଥାଟା କେତେ ଭଲ ହେଇଥାନ୍ତା ଲୋକ ଯୋଉ ଏଇନା କମେଣ୍ଟରେ କହୁଛନ୍ତି ଟଙ୍କା ଖାଇଛ ଲୋଭି ଓକିଲ ଖଡାଖିଆ ଓକିଲ ସବୁ ଯୋଉ କହୁଛନ୍ତି ଏଗୁରା ସବୁ ଶୁଣିବାକୁ ମିଳିନଥାଏ ଆଜ୍ଞା ଆଉ ଉପରେ ମୋର ବକ୍ତବ୍ୟ ରଖିବା ପାଇଁ ଚାହୁଁଛି ଆଉ ପରେ ଆଜି ବି ଆମର ସିନିୟର ଭାଇ ଦୁଇ ଜଣ ଫୋନ୍ କରିଥିଲେ କହିଲେ ଯେ ଆମର ଯେଉଁ ଓକିଲ ଭାଇମାନଙ୍କୁ ଯେଉଁମାନେ ଟ୍ରୋଲ୍ କରୁଛନ୍ତି ଆମେ ଗୋଟେ ରେଡ଼ି କରୁଛୁ କ୍ରିମିନାଲ୍ ଆଉ ସିଭିଲ୍ ଡିଫାମେସନ୍ ଉପରେ ମୁଁ କହିଲି ନାଇଁ ସେ ମାଆଟିକୁ ମୁଁ ଜାଣିଛି ଆଗରୁ ସେ ଟିକେ ପର ମୁହୂର୍ତ୍ତରେ ସବୁ ଜାଣୁଥିବେ ମୁଁ ଆପଣ ନିଜେ ଯେତେବେଳେ କେସ୍ ଲଢ଼ିବେ କେସ୍ ମାନେ ପ୍ରଫେସନ୍କୁ ଆସନ୍ତୁ ଟିକେ ମିଶନ୍ତୁ ଲୋକଙ୍କ ସାଥିରେ ମିଶନ୍ତୁ ଆଉ ଯେଉଁ ଟ୍ରୋଲ୍ କରିବା ପୂର୍ବରୁ ଆଗକୁ କ'ଣ ଷ୍ଟୋରିଟା ଆସୁଛି ଗଜପତି ଭାଇ କେମିତି ଜାଣିପାରିଲେ ସବୁ କଥା ସେ ତ କାହିଁ ପ୍ରଥମେ ଯାହା ଯେଉଁଟା ବି ସବୁ ୱାଚ୍ କରୁଥିଲେ ସବୁ ଦେଖୁଥିଲେ ଲାଷ୍ଟକୁ ବଢ଼ିଆରେ ସବୁ କଥା ଜାଣିଲେ ଏବଂ ମା ଛେଉଣ୍ଡ ପିଲା ମାନେ ମା କୋଳରୁ ପିଲା ପଳେଇଛି ମର୍ଡ଼ର ହେଇଛି ଆଉ ତାପରେ ମା ତାଙ୍କ ଘରେ ତାଙ୍କ ବୋହୂ ପଶିକିରି ବାଡ଼େଇବ ଆପଣମାନେ ଟ୍ରୋଲ୍ କରିବେ ଆମେମାନେ କ'ଣ ଏଠି ଯେଉଁ କହିଛନ୍ତି ମୁଁ ଇଂଲିଶ ମିଡ଼ିୟମ୍ କି ଓଡ଼ିଆ ମିଡ଼ିୟମ୍ you come to my chamber and I will show my certificates where I pass out where I माने doing my service माने ये जो legal procedures ଆଉ କେଉଁମାନେ ଆମର ସଂସ୍ପର୍ଶରେ ଅଛନ୍ତି ଆପଣ ଟିକେ ମ୍ୟାଡ଼ାମ୍ ଆସନ୍ତୁ ଆଉ ଆସିକିରି ଟିକେ ଭଲସେ ତର୍ଜମା କରିବେ ମୁଁ ଇଂଲିଶ ମିଡ଼ିୟମରେ ପଢ଼ିଛି କି ଓଡ଼ିଆ ମିଡ଼ିୟମରେ ପଢ଼ିଛି ଦେନ୍ ଆଇ ୱିଲ୍ ଗିଭ୍ ୟୁ ପ୍ରପର୍ ୱେ ଅଫ୍ ନଲେଜ୍ ଆପଣ ନ ଜାଣି ନ ବୁଝି ଟ୍ରୋଲିଂ କାହାକୁ କରାଯାଏ ଟ୍ରୋଲ୍ କାହାକୁ କରାଯାଏ ଏବଂ ଠିକ୍ସେ ନ ବୁଝିକିରି ନ ଜାଣିକିରି ଟ୍ରୋଲ୍ କରିଛନ୍ତି
ମୁଁ ଲୁଚିନି, ମୁଁ କେବେ ବି ଲୁଚିବା ପାଇଁ ଚେଷ୍ଟା କରେନି। ଆପଣ ଭାବନ୍ତୁନି ଆପଣଙ୍କ ଯେଉଁ ଭଏସ୍ରେ ଯାହା କହିଛନ୍ତି ମୁଁ ନିଜକୁ ଲୁଚିବା ପାଇଁ କାହିଁକି ଚେଷ୍ଟା କରିବି? କ'ଣ ଚୋର ନା ତସ୍କର ନା ଖାଇଛି କାହାଠୁ ଲକ୍ଷ ଲକ୍ଷ ଟଙ୍କା? ଆପଣ ପଚାରି ବୁଝୁନାହାନ୍ତି ଯାଇକିରି। ଆପଣ ଆସିଛନ୍ତି ଯେଉଁ ଟ୍ରୋଲ୍ କଲେ, ଆପଣ ଆସିଛନ୍ତି ରାହୁଲର କେସ୍ କେତେ ବାଟ ଗଲା? ମୁଁ ପଇସା ମାଗିନଥାନ୍ତି ଆପଣଙ୍କୁ। କେତେ ବାଟ ଗଲା ଆସିଲେନି ମୋ ଚାମ୍ବରକୁ? ଫୋନ୍ ନମ୍ବର ତ ମୋ ଫେସବୁକ୍ରେ ଅଛି, ଫୋନ୍ କରିଥାନ୍ତେ। ଏତେ ଯଦି ଟ୍ରୋଲ୍ କରିପାରୁଛନ୍ତି, ଫେସବୁକ୍ରେ ତ ମୋ ଟ୍ରୋଲ୍ ନମ୍ବର ଅଛି, ଇନଷ୍ଟାରେ ବି ମୋର ବି ଆପଣଙ୍କ କଥା ଅନୁସାରେ ମୋର ଟ୍ରୋଲ୍ ନମ୍ବର ବି ଅଛି, ମୋବାଇଲ୍ ନମ୍ବର ବି ଅଛି ହେଲା। ଆପଣ ଚାହିଁଥିଲେ ଆସିକିରି କଥାବାର୍ତ୍ତା ବି କରିପାରିଥାନ୍ତେ। କିଛି କେସ୍ ସଂକ୍ରାନ୍ତ କିଛି ବୁଝିବାକୁ ଆସିଲେନି କି ରାହୁଲ ମହାରାଣା ଘରକୁ ଗଲେନି କି ରାହୁଲ ମାଆଙ୍କୁ ଟିକେ ବୁଝାଇବା ପାଇଁ ଚେଷ୍ଟା କଲେନି। କିନ୍ତୁ ମୋବାଇଲ ଜରିଆରେ ମୁଁ ଇଂଲିଶ ମିଡ଼ିୟମ୍ କି ଓଡ଼ିଆ ମିଡ଼ିୟମ୍ ନାହିଁ, ଠିକ୍ ଅଛି। ଆଉ ଟ୍ରୋଲିଂ ଯେଉଁଟା କରିଛନ୍ତି ଦ୍ୟାଟ୍ ଅଲରେଡ଼ି ବିନ୍ ପ୍ରିଜର୍ଭ। ଆଉ ଆମର ସିନିୟର ଭାଇ କେତେଜଣ ବି ମୋତେ ବି କହିଲେଣି ଯେ ହେଉଛି ସେ ଟ୍ରୋଲ୍ ଇଏଟା ପଠେଇଦେ ଆମ ପାଖକୁ ଟିକେ, ଆମେ ଟିକେ ଠିକ୍ ସେ ତର୍ଜମା କରିକି ଆଉ କ୍ରିମିନାଲ୍ ଆଉ ସିଭିଲ୍ ମାନେ ଇଏ ଉପରେ ଡିଫାମେସନ୍ ଉପରେ କ'ଣ ଆ ଉପରେ କରାଯାଇପାରିବ ତା ଉପରେ ଆମେ ତା ଉପରେ ନିଷ୍ପତ୍ତି ନେବୁ। ତେଣୁ ଏଇଟା ଭଲ ନାହିଁ। ମୁଁ ଆପଣଙ୍କୁ ସମସ୍ତଙ୍କ ପ୍ରତି ମୋର କୃତଜ୍ଞତା ଅଛି ଆଉ କୃତଜ୍ଞତା ବି ପ୍ରକାଶ କରୁଛି। ଏବଂ ଯେଉଁଟା ଭାସ୍କର ଚ୍ୟାନେଲରେ ଯେଉଁଟା ଏଇଟା ମୁଁ ମାନୁଛି, ଏଥିପାଇଁ ମୋର ନିଜର କ୍ଷମା ପ୍ରାର୍ଥନା ବି କରୁଛି। ଆଉ କହିଦେବାଟା ଯେଉଁଟା ଜୋରରେ କହିଦେବାଟା ଟିକେ ଠିକ୍ ନଥିଲା। ମୋର ଏଇଟା ମୋ ନିଜର ବକ୍ତବ୍ୟଟା ଠିକ୍ ନଥିଲା। ତେଣୁ ଟ୍ରୋଲିଂ କରିବା ପୂର୍ବରୁ ଆମେ ହାଉ ଫାର୍ ଆଇ ହାଭ୍ ମାନେ ଗେନ୍ ଓଭର୍ ବାଇ ଏନିବଡି ଏଲ୍ସ, ୟୁ ଫାଷ୍ଟ ଟ୍ରେସ୍ ଆଉଟ୍ ଇଟ୍। ଦର୍ଶକ ବନ୍ଧୁ, ଆଜି ଆମ ସହିତ ଥିଲେ ଜଣେ ବରିଷ୍ଠ ଆଇନଜୀବୀ, ଜଣେ ଅଭିଜ୍ଞ ସିନିୟର ଆଡ଼ଭୋକେଟ୍, ଯିଏକି ରାହୁଲଙ୍କ ପାଇଁ ଲଢ଼େଇ କରୁଛନ୍ତି। ଆଉ ବଡ଼ କଥା ହେଲା ରାହୁଲ ଆଜି ଆମ ପାଖରେ ନାହିଁ। 3 ମାସ ହେଲା ରାହୁଲଙ୍କୁ ହତ୍ୟା କରାଯାଇଥିଲା। ଏବେ ବି ତାଙ୍କୁ ନେଇ ଅନେକ ବିବାଦ ଚାଲିଛି। ତ କେବେ ଏ ବିବାଦରେ ଜବନିକା ପଡ଼ିବ, କେବେ ପ୍ରକୃତ ସତ୍ୟାସତ ସାମ୍ନାକୁ ଆସିବ, ଆଉ ରାହୁଲଙ୍କ ହତ୍ୟାକାରୀକୁ କେବେ ଉପଯୁକ୍ତ ଦଣ୍ଡ ମିଳିବ, ତାହା ସବୁଠାରୁ ବଡ଼ ପ୍ରଶ୍ନବାଚୀ। ଆଗେ ରାହୁଲଙ୍କ ହତ୍ୟାକାରୀକୁ ଉପଯୁକ୍ତ ଦଣ୍ଡ ମିଳୁ, ତାପରେ ଆପଣ ସୁନାକୁ ନେଇ, ଗହଣାକୁ ନେଇ, ଟଙ୍କାକୁ ନେଇ ଏମିତି ବିବାଦ ଉଠେଇଲେ ତାହା ଶୋଭା ପାଇପାରେ। ଯେପର୍ଯ୍ୟନ୍ତ ହତ୍ୟାକାରୀଙ୍କୁ ଦଣ୍ଡ ମିଳିନି, ଆପଣ ନିଜ ନିଜ ଭିତରେ ଲଢ଼େଇ କେଉଁଠି ନା କେଉଁଠି ହତ୍ୟାକାରୀଙ୍କୁ ଗୋଟେ ବଡ଼ ସୁଯୋଗ ଆପଣମାନେ ଦେଉଛନ୍ତି। ତ ସଚେତନ ରୁହନ୍ତୁ, ରାହୁଲକୁ କେମିତି ନ୍ୟାୟ ମିଳିବ ସେ ଦିଗରେ ସମସ୍ତେ ଧ୍ୟାନ ଦିଅନ୍ତୁ। ଭୁବନେଶ୍ୱରରୁ ଭିଡ଼ିଓ ଜର୍ଣ୍ଣାଲିଷ୍ଟ ସତ୍ୟଙ୍କ ସହ ପବିତ୍ର କୁମାର ପଣ୍ଡାଙ୍କ ରିପୋର୍ଟ, ବିରଜା ନ୍ୟୁଜ୍।